ଆରେ ମଉସା ନମସ୍କାର। ଆପଣ ଏପଟେ? ଆଚ୍ଛା ଆଚ୍ଛା। ନାଇଁ ମୁଁ ଏଇଠି ଟିକେ ସପିଂ କରିବା ପାଇଁ ଆସିଥିଲି। ଏଇଠି ତ ମୋ ପାଖରେ ହିଁ ରହେ। ହଁ। ନା ନା ଜୁସ୍ କିଛି ପିଇନି ମୁଁ ଖାଇକି ଆସିଛି। ଆପଣ ସପିଂ ଫପିଂ କରନ୍ତୁ। ମୋର ବି କିଣାକିଣି କିଛି ଅଛି। ମୁଁ କରିକି ବାହାରିଯିବି। ହଁ ମୁଁ ଆସିବି ଘରୁ ଦେଖୁଛି ଏବେ ତ ଗାଁକୁ ଯାଇନି ବହୁତ ଦିନ ହେଲା। ମୁଁ କେତେବେଳେ ଆସିଲେ ଆସିବି ଘର ଆଡେ। ଠିକ ଅଛି। ଠିକ। ଛୋଟୁ ମନୋଜ ଆରେ ଭାଇ ଛୋଟୁ ଏଠି କଣ କରୁଛନ୍ତି ଯେ? ଆରେ ତୁ କୁଆଡେ ଯାଉଛୁ? ହଁ ଆସିଥିଲି ଏମିତି ମାର୍କେଟ ବୁଲିବାକୁ ଆଉ। ସେ ଆଦିତ୍ୟ ଆଚ୍ଛା ବି ଆଚ୍ଛା ଅଛି ପଛରେ ଅଛି ସିଏ। ଆଉ ସେ ଆଚ୍ଛା କେଁ କେଁ ହଉଥିଲା ମୋ ସହିତ ପଳେଇ ଆସିଲି ଆଗକୁ ସେଥିଲାଗି ଆଉ। ତାର ଆଚ୍ଛା। ଦେଖିନା ସବୁବେଳେ ଗୋଟେ ଚାଲିଥିବ ତାର ଗୋଟେ ନିଜ ଭିତରେ। ହଁ ତାର ତ ସେ ପୁରୁଣା ଅଭ୍ୟାସ ଆଉ କଣ କରିବ ତା କଥା ଆଉ ଛାଡ। ତୁ ତମେ କଣ ଇଆଡେ କୁଆଡେ ଅଛ ନା? ଯାଉଛୁ? ନାଇଁ ଏଇ ଟିକେ ସପିଂ କରିବା ପାଇଁ ଆସିଥିଲି। ଟିକେ ଟି ସାର୍ଟ ଫି ସାର୍ଟ ସବୁ ବହୁତ ପୁରୁଣା ହେଇ ଖରାପ ହେଇଗଲାଣି। ଭାବିଲି ଦି ଚାରିଟା କିଣିଦେବି ତୁ ତୋ ପାଇଁ କଣ କିଣିଲୁ? ନା ନା ମୋ ପାଇଁ ନୁହଁ ସେ ଆଦିତ୍ୟ କଣ ଅଦିତି ବାର୍ଥଡେ ଆସୁଛି ତାକୁ କଣ ଗିଫ୍ଟ ଦବ କହିଲା ତ ତା ସହିତ ହିଁ ଆସିଥିଲି। ଆଚ୍ଛା ଅଦିତି ଆସୁନାହାନ୍ତି ଗିଫ୍ଟ ଦବ। କୋଲ୍ଡ ଡ୍ରିଙ୍କସ ପିଇବା। ଆଉ କୋଲ୍ଡ ଡ୍ରିଙ୍କ ପିଇବା ଟାଇମ ହେଲାଣି। ଚାଲୁନୁ ଟିକେ ମାଲ ଫାଲ ଟିକେ ମାରିବା। ନାଇଁ ମ ଭାଇ କାଲି ରାତିରେ ପିଇଥିଲେ ସେ ଆଦିତ୍ୟ କଣ ହଉଥିବ ତମେ ଜଣା ପଡୁନି ପୁଣି ଏବେ ପିଇବା। ଆବେ ସେ ଆଦିତ୍ୟଟାକୁ କଣ ଟିକେ ତାକୁ କରିକି ଦେଖଉନୁ ତାକୁ ଟିକେ କେମିତି ଅଭ୍ୟାସ କରିବା। ସବୁବେଳେ ଗେଜେରେ 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 ହଉଛି। ତାକୁ ଟିକେ ପିଆ ପିଇ ଅଭ୍ୟାସ କରିଦେଲେ ସେ ବି ଆମ ସହିତ ଟିକେ ମିଶିଯିବନି। ନାଇଁ ମ ଭାଇ କାହିଁ ବେକାରଟାରେ ତାକୁ ଅଭ୍ୟାସ କରିବା ସେ ତ ଏକରେ ହିଁ ଆମକୁ କହୁଛନ୍ତି ନିଜେ ଜୀବନ ବର୍ବାଦ କରୁଛୁ ପୁଣି ସେ କହିବ ଆ ଜୀବନ ବି ବର୍ବାଦ କରିଦେଲେ। ଆରେ ମୁଁ ଟିକେ ବୟସରେ ବଡ ହେଇଯାଉଛି ତ ମତେ ଟିକେ ତାକୁ ଆଉ ଫୋର୍ସ କରିବାକୁ ଭଲ ଲାଗୁନି। ସେ ଯାହା କହିଲେ ସବୁବେଳେ ସେଇ କଥା ହିଁ ଶୁଣିବାକୁ ପଡୁଛି। ଆଉ ତୁ ଟିକେ ତା ସହିତ ସମସ୍କନ୍ଦ ଅଛୁ। ତୁ ଟିକେ ଚେଷ୍ଟା କରି ତାକୁ ଟିକେ ଟିକେ ନେଇକି ଅଭ୍ୟାସ କରାଇଲେ ହେଲା। ତମକୁ ଲାଗୁଛି ମୁଁ କହିନଥିବି ଏଟା କହିଛି ଦି ତିନି ଥର ବା ସେ ମାନେ ହିଁ ନାହିଁ ମୋ କଥା। କହେ ନା ମୁଁ ପିଇବିନି ମୋ ଫ୍ୟାମିଲି ଇଜ୍ଜତ ପଳେଇବ। ତାକୁ ତ ମୁଁ ଥରେ ହଁ। କହିଦେଲି ପିଇବା ତାପରେ ସେ ଯୋଉ ମତେ ବ୍ରହ୍ମ ଜ୍ଞାନ ଦେଇଛି ଭାଇ ହୁଁ। ବିଶ୍ୱାସ କର ମତେ ଦି ଦିନ ରାତିରେ ନିଦ ହେଲାନି ନିଜକୁ ଖରାପ ଲାଗିଲା। ଗୋଟେ ଭଲ ପିଲାଟାକୁ ମୁଁ ଖରାପ କରିଦେବାକୁ ଯାଉଛି। ଏଇଠି ଆଦିତ୍ୟ ଆସିଲାଣି ବୋଧେ। ମୁଁ ଆସୁଛି ଚାଲିଲି ବୋଧେ ହଁ ତତେ ମୋ ନା ସାଙ୍ଗରେ ନା ନାଇଁ ପୁଣି ସେ ଆପଣ କଥା ଦେଖିଲେ ହୁଅନ୍ତୁ ଆପଣ ଆପଣ ଦି ଜଣଙ୍କର କଥାବାର୍ତ୍ତା ସେ ତାଙ୍କର ଆସିବ କେତେବେଳେ ମିଶିବ ସେଇଟା ଅଲଗା କଥା। ସେ ତାର ବାକି ଦି ଆସୁଛି ଜଣଙ୍କର କଥାବାର୍ତ୍ତା ଶୁଣ ଭାଇ ଅଲଗା ବଟ୍ ଏଥିରେ ଆଜ୍ଞା ପ୍ରଶାନ୍ତ ଭାଇ ଆପଣଙ୍କର ମଝିରେ ମଝିରେ ପ୍ରଶାନ୍ତ ପଳେଇ ଯାଉଛି ମନୋଜ ଭିତରେ ପ୍ରଶାନ୍ତ ପଳେଇ ଯାଉଛି ତ ୱାର୍ଡ ଗୁଡା ବି ମ୍ୟାଟର କରେ। ତ ପ୍ରଶାନ୍ତ ଯେମିତି ତାଙ୍କ ଲାଇଫରେ କଥାବାର୍ତ୍ତା କରନ୍ତି ମନୋଜ ତାଙ୍କ ଲାଇଫରେ ସେମିତି କଥା ହୁଅନ୍ତିନି। ହେଲେ ତ ମନୋଜର କଥା ୱାର୍ଡ କେମିତି ୱାର୍ଡ ୟୁଜ କରେ ସେ ପ୍ରଶାନ୍ତ କେମିତି ୱାର୍ଡ ୟୁଜ કરે ଲାଇଫରେ ମନୋଜ କେମିତି ୱାର୍ଡ ଇଏ ପୁରା ଅଲଗା ହବା ଦରକାର। ହେଲେ ଯେମିତି ମୁଁ ଶବ୍ଦ କଥା କହେ ସେ ଲୋକଟା ଆଉ ଗୋଟେ ଟାଇପ ର କଥା କୁହେ। ଯେମିତି ଯୋଉ ଧରକ ଡ୍ରିଙ୍କସ କଥା ହେଲା ଆମେ ମାଲ୍ଟି ମାରିବା ତ ଏଇ କଥାରେ ବି ସମସ୍ତେ ଭିନ୍ନ ରକମ କିଏ ଡକଲମ ଟିକେ ହେଇଯାଉ ପାଟି ତ ସିଏ ଅଲଗା ଟାଇପ ର ତ ଇଏ ତାଙ୍କ ଭିତରେ କଥାବାର୍ତ୍ତା ତାଙ୍କର କୋଡ ୱାର୍ଡ କଣ ଡ୍ରିଙ୍କସ କରିବାରେ ତାଙ୍କର କୋଡ ୱାର୍ଡ କଣ ତାଙ୍କର କଥାବାର୍ତ୍ତା କେମିତି ଯାଉଛି ମୋ କଥା ବୁଝିଲେ ତ କଣ କହିଲି ମୁଁ ହଁ। ମୋ କହିବା କଥା ଅଛି ପ୍ରଶାନ୍ତର କଥାବାର୍ତ୍ତା ପୁରା ଅଲଗା ମନୋଜର କଥାବାର୍ତ୍ତା ପୁରା ଅଲଗା ତ ଏଇ କଥା ମେଣ୍ଟେନ କରନ୍ତୁ ଆପଣ ପ୍ରଶାନ୍ତ ହିସାବରେ କଥା ହୁଅନ୍ତୁନି। ଚାଲ ସେଇଠୁ କଣ୍ଟିନ୍ୟୁ କରିବା ଆପଣ କଣ୍ଟିନ୍ୟୁ କରୁନ୍ତୁ ସିଏ ଆସିବ। ମାନେ ହୁଁ। ଚାଲୁନୁ ଟିକେ ଢୋକେ ଢୋକେ ମାରିକି ଟିକେ ତଣ୍ଟି ଓଦା କରିଦବା। ନାଇଁ ମ ଭାଇ କାଲି ରାତିର ହ୍ୟାଙ୍ଗ ଆଉଟ ଏପର୍ଯ୍ୟନ୍ତ ଉଠୁନି ତମେ ଏଇ କଥା କହୁଛ। ଆରେ ତୋତେ କଣ ନିଶା ହୁଏ ତୁ ଖାଲି ଏମିତି କାଜୁଆଲି ପିଉ ନା। ନା ମ ନିଶା କଣ ଏ ନିଶା ମୁଁ କଣ ଅମ୍ଳାନ ନୂଆ ପିଉଛି ନିଶା ଅମ୍ଳାନ ଏଇ ଆରେ ଆଦି ଆଉ ମନୋଜ ଭାଇ କଣ ଖବର ଆଉ ଭଲ ସବୁ? ଆରେ ଭଲ ସେମିତି ଆଉ କଣ ତୋ ଭଳିଆ ଭାଗ୍ୟ କଣ ଅଛି କି ଆମର? କଣ ମୋ ଭଳିଆ ୱେଟ୍ ମୋର ୱେଟ୍ କଣ ୱେଟ୍ ୱେଟ୍ ଭାଗ୍ୟ ଭାଇ ୱେଟ୍ ୱେଟ୍ ତମର ୱେଟ୍ କଣ ୱେଟ୍ ଭାଗ୍ୟ ଭାଇ? ଆଦିତ୍ୟ ତାକୁ ବର୍ଷେ ପରେ ଦେଖିଲେ ସେମିତି ନୁହଁ ତାକୁ ସେ ସଡନ କାଲି ଦେଖିଥିଲା ତାଙ୍କ ଘରକୁ ସେ ସବୁଦିନ ଆଉଛି ମାଲ ମାରିବା ପାଇଁ ସେ ଡେଲି ତାଙ୍କ ତମେ ଯେମିତି କଥାବାର୍ତ୍ତା କଲେ ଯେମିତି ସେ ଦେଖିଲା 6 ମାସ ପରେ ମନୋଜ ଭାଇ ଭଲ ଅଛ ତାମାନେ ସେ ତାଙ୍କ ଘର ପାଖରେ ରହୁନି ବୁଝିପାରିଲ ତ କଥାଟା କଣ ଭଲସେ କଥାଟା ବୁଝ ସିଏ ତମ ଦୂରରେ ରହିନି ସେ ତମ ଘରକୁ ଡେଲି ଆଉଛି ତମେ ଚିଡୁଛ ଝଗଡା କରୁଛ ତା ସାଙ୍ଗରେ ଗୋଟେ ରୁମ ରେ ସମସ୍ତେ ରହୁଛୁ। ହେଲା ପ୍ରାୟତଃ ସେ ଆସୁଛି ତ କେମିତି ଅଛ ସେ କଥା କେମିତି କହିବ ସେ ନର୍ମାଲ ତମେ କୁହ ତମ ରୁମମେଟ ଜଣେ ଅଛି ସିଏ ଆସୁଛି ଫେର ତମେ ରାସ୍ତାରେ ଦେଖିଲ ତମେ କେମିତି କହ ଏ କୁଆଡେ ଏଠି କଣ ବୁଝିବେ ତ ନର୍ମାଲ କଥାବାର୍ତ୍ତା ନା ବୁଝିଲେ କି? ଆଜ୍ଞା ମୁଁ ଆଜ୍ଞା କଣ କହୁଛି ଭଲସେ ବୁଝ ଆଜ୍ଞା ଏଇଟା କେତେ ହବ ଯେତେବେଳେ ମୁଁ କ୍ୟାରେକ୍ଟରକୁ ସେତିକି ୱେରେ ଚିହ୍ନିଥିବି
ଆଜ୍ଞା ଯଦି ଚିହ୍ନି ନଥିବି ସ୍କ୍ରିପ୍ଟ ରୁ ଛାଡିକି ଅଲଗା କିଛି ମୁଁ କରିପାରିବିନି। ବଟ୍ ସ୍କ୍ରିପ୍ଟ ରେ ଯାହା ଲେଖା ଅଛି ଆଜ୍ଞା ତାକୁ ଛାଡିକି ଯଦି ମୁଁ ଅଲଗା ଗୁଡା ଭଲସେ କରିପାରୁ ତା ମାନେ କ୍ୟାରେକ୍ଟର ମୁଁ ବୁଝିଛି, ସେତିକି ଚିହ୍ନିଛି। ବୁଝିଲେ କି? ଏବେ ସମସ୍ତେ ଜାଣିପାରିଲେ କି ଯେ ମୁଁ ଚିହ୍ନିବା କେତେ ଇମ୍ପୋର୍ଟାଣ୍ଟ, କେତେ ଚିହ୍ନିବା ଇମ୍ପୋର୍ଟାଣ୍ଟ। ଛୋଟ ଛୋଟ କଥା, ବଟ୍ ଛୋଟ ଛୋଟ କଥା ବହୁତ ମ୍ୟାଟର କରେ। ଯେମିତି ତମେ ଯଦି ଦେଖିଥା 6 ମାସ ପରେ ଦେଖି ଗୋଟେ ସପ୍ତାହ 3 ସପ୍ତାହ ପରେ ଦେଖିଲ, ମାସେ ହେଲାଣି ଦେଖିଲ ମନୋଜ ଭାଇକି, ଦେଖିଲା ମନୋଜ ଭାଇ କେମିତି ଅଛ, ଭଲ ଅଛ, ବହୁତ ଦିନ ପରେ ଦେଖା ହଲ, ଛୋଟ କଥାରୁ ଜଣା ପଡିଲା। ଯଦି ତମେ ନର୍ମାଲ କଥାବାର୍ତ୍ତା, ଆରେ କଣ କରୁଛ ଠିକ ରେ, କଣ କରୁଛ, କଣ ପାଇଁ ଆସିଲ କି, ତ ନର୍ମାଲ ତା ମାନେ ମୁଁ ଚିହ୍ନିଛି, ଏବେ କାଲି ଦେଖା ହେଇଥିଲା, ରିସେଣ୍ଟ କେବେ ଦେଖା ହେଇଥିଲା ମୋର। ବୁଝିଲେ ଏଇ କଥାଟା? ଏଇ କଥା ଭଲସେ ଟିକେ ବୁଝନ୍ତୁ। ହଁ ଚलो, ଆଚ୍ଛା ସିଏ ଟିକେ ବିଲ୍ଡ ଅପ୍ କରନ୍ତୁ। ଆଚ୍ଛା ନର୍ମାଲ ମନୋଜ ଆଣ୍ଡ ବାକି ସେ ଦି ଜଣ ଏବେ ନର୍ମାଲ ଧରକ ମାର୍କେଟରେ ଅଛ ଯେହେତୁ ସେଠି ବହୁତ ସାରା ଲୋକଙ୍କୁ ବି ଦେଖୁଛ, ବହୁତ ସାରା ଝିଅକୁ ଦେଖୁଛ, କୋଉ ଝିଅ ବିଷୟରେ ବି କଥା ହଉଛ, ତାପରେ ନିଜ ଗର୍ଲଫ୍ରେଣ୍ଡ କଥା ବି କଥା ହଉଛ, ଏ କଥା ବି ଟିକେ ଆଡ୍ କରିବା, ତାପରେ ସେ ଆଉଛ ହେଲା। ଚलो କଣ୍ଟିନ୍ୟୁ। ନିଜେ ଏଇ ଜିନିଷଟା ଆଜ୍ଞା ଇମ୍ପ୍ରୋଭାଇଜ କର, କଣ ଆଉ କଣ ହେଇପାରିବ। କେତେବେଳେ କିଛି ଗୋଟେ ଦିଆ ହେଇଛି ଆମେ ସିମ୍ପଲ ରଖିବାନି, ଯାହା କୁହାହଉଛି ସେତିକି ନୁହଁ, ଆ ଛାଡ ଆଉ ଗୋଟେ କଣ ଡ୍ରାମା କ୍ରିଏଟ କରିବାକୁ। ସେ ପାଟି ଚलो କଣ୍ଟିନ୍ୟୁ। ଆଉ ଭାଇ ଏ ଭାଇ ହଁ ମୋ ଗୋଟେ କଣ ମନେ ପଡିଲା, ମୋ କହୁନ। ପାଖରେ ଦିଟା ଟିକେଟ ଅଛି, ମାନେ କ୍ରିକେଟ ପାଇଁ ଟିକେଟ ଅଛି, ଯିବା? ମୋର ମନେ ନାହିଁ ସେମିତି ବି ଯିବା ପାଇଁ, କିନ୍ତୁ ତମେ ଯଦି ଯିବ କହିବ ତାହେଲେ ଯିବା। ଆରେ ନା ୟାର, ମୋର ଆଜି ନା ଟିକେ ଥିଏଟର ରିହର୍ସାଲ ଅଛି, ତୁ ଆଦିକୁ ସାଙ୍ଗେ ନେଇ ଯାଉନୁ। ତାକୁ କିଏ ନେଇକି ଯିବ ଯେ, କିଏ ହବ ଜ୍ଞାନ ଫେଲିଅ, ସବୁ କଥାରେ ଜଜ୍ କରିବ ସିଏ। ସେ ଟିକେ ବୋଲର ବୋଲିଂ କରୁଥିବ, ସିଏ ଏପଟରେ ଜଜମେଣ୍ଟ ଦଉଥିବ ତାକୁ, ତତେ ଯେମିତି ସିଏ ନିଜେ ତ ଗୋଟେ ତାର ଅମ୍ପାୟାର ଟେ। ପୁରୁଣା ଅଭ୍ୟାସ, ସିଏ ତ ତାର ପୁରୁଣା ଅଭ୍ୟାସ, ସେ ଆଉ କଣ ସୁଧୁରିବ ନା ବଦଳିବ। ପୁରୁଣା ଅଭ୍ୟାସ ନୁହେଁ ଭାଇ, ବେଳେ ବେଳେ ସତ କଥା କହିଦେଇଯାଏ। ମୁଁ ଭାବୁଥିଲି ତା କଥା କାଲି ରାତିରେ, ଛାଡ ସେ କଥା ଯିବାନି। ଆଉ ତମେ କୁହ, ତମେ କଣ ଆଉ ମ୍ୟାରେଜ ଫ୍ୟାରେଜ କେବେ ହଉଛି ଗୋଟେ, ଆମେ କେବେ ଭୋଜି ଖାଇବା ବା, କହୁନା ସେ କଥା ଟିକେ। ଆରେ ସେ କଥା ପଚାରନା, ପ୍ରଥମେ କୋଉଠି ଗୋଟେ ଫାଷ୍ଟରେ କାମରେ ଲାଗେ, ତାପରେ ତ ବାକି କୌଣସି କଥା ନା। ଏଇ ଓଡିଶାନ ଦେଇ ଦେଇ ଲାଗୁଛି ଜୀବନଟା ଖାଲି ଏମିତି ହିଁ ମ୍ୟାରେଜ ଚାଲିବ। କଥା ସେ କଥା ହେବେନି, ଏଇଥିପାଇଁ ସିଏ ଭଲସେ ଜାଣିଛି ତା ଗର୍ଲଫ୍ରେଣ୍ଡ ତାକୁ ଛାଡି ଦେଇଛି ହେଲା। ତ ସେ କଥା ଏବେ ଜାଣିପାରିଲ, କେତେ ଆମେ ସ୍କ୍ରିପ୍ଟ କୁ ଜାଣିଛନ୍ତି ଆମେ, ଏବେ ସମସ୍ତେ ମନେ କ୍ଲିୟର ପଡିଲାନି ମୋର, କେତେ ସ୍କ୍ରିପ୍ଟ କୁ ସରି। ଜାଣିଛନ୍ତି ଆମେ। ଆମେ ଏଇ ଜିନିଷଟା ଧ୍ୟାନ ରଖିବା, ମୁଁ ସେ ସ୍କ୍ରିପ୍ଟ ହିସାବରେ, ସେ କ୍ୟାରେକ୍ଟର ହିସାବରେ କଥା ହଉଛି, ମୁଁ ରୁଦ୍ର ହିସାବରେ କଥା ହଉନି। ଏବେ ଭଲସେ ଜାଣିଲେ, କ୍ଲିୟର ହେଲେ, ଯୋଉମାନେ ମୋ କଥା ଆଜ୍ଞା ଲାଇନରେ ଆଜ୍ଞା ଅଛନ୍ତି, ଆମେ ସ୍କ୍ରିପ୍ଟ ଯଦି ଆନାଲାଇସିସ୍ କରିଥିବା ତାହେଲେ ଏଇ କଥା ଗୁଡା ମାଇଣ୍ଡରେ ରହିବ। ମୁଁ ଏଇଠି କଥା ହଉନି ରୁଦ୍ର ହିସାବରେ, ମୁଁ କଥା ହଉଛି ଅମ୍ଳାନ ହିସାବରେ। ଆଜ୍ଞା। ସେଇଥିପାଇଁ ଆମେ ସ୍କ୍ରିପ୍ଟରେ ଓଭରଅଲ ଜାଣିଲେ ଇଏ ହଉଛି ଏଇଆ, ବଟ୍ ଆମେ ତାକୁ ଛାଡି ଗୋଟେ ଅଲଗା ଲାଇଫ ଯେତେବେଳେ ଆସିଲେ, ସେଇ ଲୋକମାନେ ଏଠି କଣ କରୁଛନ୍ତି, କଣ କଥା ହଉଛନ୍ତି, ଆମେ ଯଦି ଜାଣିଥିବା ତାହେଲେ ଏଗୁଡା ହେଇପାରିବ। ସେପଟେ ଓକେ, ରୁମରେ ସେଇଠୁ ଯିବା। ଆଉ ଭାଇ ହଁ। କେବେ କଣ ଗୋଟେ କଥା କହିବି, ଖରାପ ଭାବିବନି ଯଦି। ଆରେ ଖରାପ ଭାବି, ଆମ ତୋ କଥା କେବେ ଖରାପ ଭାବିଛି ଛୋଟୁ, କହୁନୁ। ନାଇଁ ମ, କାଲି ଆମ ଥିଏଟରରେ ଗୋଟେ ନୂଆ ଝିଅଟେ ଜଏନ୍ କଲା, ତାକୁ ଦେଖିଲା ପରେ ବିଶ୍ୱାସ କର ସେ ପୁରା ସୌମ୍ୟା ଭାଉଜଙ୍କ ଭଳିଆ ଦେଖାଉଥିଲା ହେଲା। ମତେ ସେଇଠି ତମ କଥା ମନେ ପଡିଗଲା, ଆଉ ଟିକେ ଭଲ ଓହୋ, ଲାଗିଲାନି ଆଉ। ବୁଝିଲେ ଛୋଟୁ, ପଛକୁ ନେଇଗଲୁ ରେ ପୁଣି 5 ବର୍ଷ। ଆରେ ତୋ ନିଜ କଥା ଛାଡେରେ, ମୋ ହୃଦୟରେ କଣ ଆଉ କିଏ ଘର କରିପାରେ? ନମ୍ବର ଫମ୍ବର ନାଇଁ ମାଗୁନୁ, ମ, ତ ନିଜ ପାଇଁ ପାଉନୁ। ନା ବଡ ହବ, ଆଚ୍ଛା, ବଡ ମନୋଜ ହବ। ଯେତେବେଳେ ଏଇ କଥା ଶୁଣୁଛି, ସିଏ ଏଇ କଥା ତା ପାଇଁ ବହୁତ ଇମୋସନାଲ କଥାଟା, କାହିଁକିନା ତା ଗାର୍ଲଫ୍ରେଣ୍ଡ ତାକୁ ଛାଡିକି ପଳେଇଛି ହେଲା। ଯେତେବେଳେ ଏଇ କଥା ଶୁଣୁଛି, ସେଟାକୁ ସିଏ ଭଲସେ ନେଇପାରିବ ନା ନା। ଯଦି ସେ ମନୋଜ ତାକୁ ବହୁତ ଭଲ ପାଉଥିଲା ନା, ସେ ଝିଅଟାକୁ ସେ ଛାଡିକି ତାକୁ ପଳେଇଛି ନା। ଯେତେବେଳେ ଏଇ କଥା ନା, ସେ କଥା କହନି ଆଉ, ସେ କଥା କାହିଁକି କହୁଛୁ, ଏ ସବୁ କଥା ନର୍ମାଲ ଯେତେବେଳେ ଏଇ କଥା ଆସୁଛି, ସେତେବେଳେ ସେ ଆଭଏଡ କରୁଛି, କାହିଁକିନା ସେ ଚାହୁଁନି କଥା ଶୁଣିବା ପାଇଁ। କାହିଁକିନା ସେ ଜାଣିଛି ଭଲସେ, ତାକୁ ଯାହାକୁ ଭଲ ପାଉଥିଲା ସେ ତାକୁ ଛାଡିକି ଅଲଗା କାହାକୁ ବାହା ହେଇ ସାରିଲାଣି। ତ ସେଇ ୱେରେ ମତେ କହିବାକୁ ପଡିବ। ଏଇ ୱେ କେମିତି ହବ, ଯଦି ଆମେ ସ୍କ୍ରିପ୍ଟକୁ ସେତିକି ୱେରେ ଜାଣିଥିବା, ଯଦି ମନୋଜକୁ ଚିହ୍ନିଥିବା ହେଲା। ବଟ୍ ଆଉ ସେ ଓଭରଅଲ୍ କଥା ଯୋଉମାନେ କହନା ରେ ଅଛନ୍ତି, ଛୋଟୁ। ଥିବ, ତମେ ତ ନଥିଲ କ୍ଲାସରେ, ସାଇ ସାଇ ତମର ଭିଡିଓ କାହିଁ ଅଫ୍ କିରେ, ତମ ଭିଡିଓ କଣ ଅଫ୍ କରୁଛ? ତ ଏବେ ଅଫ୍ କରିଦବ। ଏବେ କଣ ପାଇଁ ଅଫ୍ କରୁଛ?
ବାକି ଯେମିତି ରହିଲେ ଆୟୁଷ ଲାଷ୍ଟ କ୍ଲାସରେ ଥିଲ, ସୌମ୍ୟ ଲାଷ୍ଟ କ୍ଲାସରେ ଥିଲ, ନାଇଁ ଏପର୍ଯ୍ୟନ୍ତ ସାର୍ ଆମେ ମୁଁ ଯେତିକି ସାର୍ ମୁଁ କଥା ଟିକେ ହଉଛନ୍ତି ଆପଣ ମାନେ କିଏ କଣ ଜାଣିପାରିଲେନି? ଏବେ ଆଜ୍ଞା ଯାହା ସାର୍ ଯାହା ଆମେ କଥା ହଉଛନ୍ତି ଆଜ୍ଞା କିଏ କ୍ଲିୟର ହେଲେ କିଛି ଜାଣିଲେ ଏପର୍ଯ୍ୟନ୍ତ? ଯଦି ଆମେ ସ୍କ୍ରିପ୍ଟ ଆଜ୍ଞା ନ ପଢିଥିବା ଆନାଲିସିସ୍ ନ କରିଥିବା ଇଏ ପ୍ରୋବ୍ଲେମ ହବ। ସମସ୍ତେ ଫିଲ୍ କଲେ ବା ରୁଦ୍ର ତମେ କଣ ଫିଲ୍ କଲ? ତମେ ଏବେ ଜାଣିପାରିଲ କି ମୁଁ ସ୍କ୍ରିପ୍ଟ ପଢିନି ବୋଲି କଣ ପ୍ରୋବ୍ଲେମ ହବ? ଆଜ୍ଞା ଆଜ୍ଞା ତମେ ଯୋଉ କହୁଛ ମୋର ସେମ ହେଇଯିବ, କେବେ ସେମ ହବ ନାହିଁ। ପ୍ରଶାନ୍ତ ଭାଇ କଣ ନିଜ କଥା କଣ କୁହନ୍ତୁ? ଏବେ ଜାଣିପାରିଲେ ହୁଁ ପ୍ରଶାନ୍ତ ସିଏ ନାଇଁ ଆମ ପୁରା ତା ଲାଇଫ ପୁରା ଅଲଗା, ମନୋଜର ଲାଇଫ ପୁରା ଅଲଗା। ମନୋଜ ଲାଇଫ ଅଲଗା ପୁରା। ତ ମତେ ମନୋଜ ହିସାବରେ କଥା ହବାର ଅଛି। ମନୋଜର ଫ୍ୟାକ୍ଟ୍ରି ନାହିଁ, ପ୍ରଶାନ୍ତର ଫ୍ୟାକ୍ଟ୍ରି ଥାଇପାରେ। ଆଜ୍ଞା ସାର୍ ଏ କଥା ଭଲସେ ଧ୍ୟାନ ଦିଅନ୍ତୁ। ମନୋଜ ପୁରା ଅଲଗା, ପ୍ରଶାନ୍ତ ପୁରା ଅଲଗା। ଏଇ କଥା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଯୋଉ କ୍ୟାରେକ୍ଟର ଆମେ ମାନେ ଲାଇଫରେ ଏଇ କରିବା, ସିଚୁଏସନ ଟା ଆମକୁ କ୍ୟାରେକ୍ଟର ଭିତରେ ପଶିବା ପାଇଁ ହଁ ସାହାଯ୍ୟ ତ କରିବ। ସେଇ କଥା ତ ମୁଁ କହୁଛି ନା, କ୍ୟାରେକ୍ଟର କେମିତି ପଶିବ? ସେମିତି ଗୋଟେ ଇଞ୍ଜେକ୍ସନ ନାହିଁ, ଇଞ୍ଜେକ୍ସନ ଟା ମୁଁ ଦେଇଦେବି ସାଙ୍ଗେ ପ୍ରସାଦରୁ ମନୋଜ ହେଇଯିବ, ସେମିତି ହେଇଯିବନି। ତ ମତେ ସେଟାକୁ ପଢିବାକୁ ପଡିବ, ବାରମ୍ବାର ଲେଖିବାକୁ ପଡିବ, ବୁଝିବାକୁ ପଡିବ। ଏଇଟା ମୋ କାମ। ଆକ୍ଟରର କାମ ହଉଛି ଏ ପର୍ଟିକୁଲାର ଏଇଟା। ଯଦି ବହୁତ ଜଣ କହନ୍ତି ମୁଁ କାମ କରିଛି ଆପରେ, କଣ କାମ ଅଛି? କୋଉଠି କାଠ ଫାଠ କାଟିଛି? କିଛି ନାହିଁ, ସେମିତି କିଛି କାମ ନୁହଁ। ମୁଁ ତା ଇଣ୍ଟରନାଲ କେତେ ଜାଣିଛି, କେତେ ଇଣ୍ଟରନାଲ ଜାଣିଛି ସେ ଲୋକଟାକୁ। ମୁଁ ଯଦି ଆୟୁଷକୁ ମୁଁ ଚିହ୍ନିବି, ଜାଣିବି, ମୁଁ ଖାଲି ତା ପୋଷାକରୁ ଜାଣିଲେ ହବନି, ତା ଇଣ୍ଟରନାଲ ମତେ ଜାଣିବାକୁ ହବ। ସେ ପିଲାଟା ଆକ୍ଚୁଆଲି କେମିତିଆ ପିଲାଟା, ସେ ପିଲାଟା କଣ ତା ଲାଇଫରେ କଣ ପାଠ ପଢୁଛି, ରିଲ୍ସ କରୁଛି, ତାର 2 ମିଲିୟନ ପଳେଇଲାଣି, କଣ କଣ ହଉଛି ତାର? କେତେ ଭିଉ ଗଲା ଆୟୁଷ? ସାର୍ ଏଇଟା 2.5 ମିଲିୟନ। 2.5 ମିଲିୟନ ତାର ପଳେଇଲାଣି। ତୋ ଭିଡିଓ ଆମ ଗ୍ରୁପରେ କିଏ ଗୋଟେ ସେୟାର କରିଛି ହେଲା, ଏ ଭିଡିଓଟା ମତେ ପଠେଇଛି। ମୁଁ କହିଲି ଆରେ ମୁଁ ଦେଖିଲେ ପିଲାଟା କିଏ? ସେ ଦେଖିଲେ ତୋ ଭଳିଆ ଦେଖାଯାଉଛି, ଯୋଉ ରୋଷେଇ ଭିଡିଓ। ଆଜ୍ଞା ଏଇଟା କୋଉଥିରେ, ଇନଷ୍ଟାରେ ଯାଇଛି ନା କୋଉଥିରେ ଯାଇଥିଲା? ଆଜ୍ଞା ସାର୍ ଇନଷ୍ଟାରେ। ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଅଛି, ବହୁତ ବଢିଆ, କଣ୍ଟିନ୍ୟୁ କର। ବଟ ଯଦି ତମକୁ ଚିହ୍ନିବା ପାଇଁ ହବ ଖାଲି ତମେ ଭିଡିଓ କରୁଛ ସେତିକି ନୁହଁ, ତମର ମାଇଣ୍ଡ ସେଟ କେମିତିଆ, ତମର କଥାବାର୍ତ୍ତା କେମିତିଆ, ତମ ଇଣ୍ଟରଲାଇଜ କେମିତିଆ, ସେ କଥା ଜାଣିବାକୁ ହବ। ଓକେ, ଯିବା ଏବେ ଆଉଥରେ ଯିବା, ଆଜ୍ଞା ସେଇଠୁ ଯିବା ଆଉଥରେ। ଆଚ୍ଛା, ଆଉ ଜଣେ ସୌମ୍ୟ ଲାଇନରେ ଅଛ, ମୋ କଥା ଶୁଣିପାରୁଛ? ତମେ ଗୋଟେ ଡାଇଲଗ କହିକି ପକେଇଥିଲ ମତେ, ମୁଁ ତମକୁ କଣ କହିଥିଲି? ତମେ ଆଜ୍ଞା ପଢିଛ, ସାର୍ ସ୍କ୍ରିପ୍ଟ ପଢିଛ ଭଲ ଅଛି? କେତେଥର ସ୍କ୍ରିପ୍ଟ ପଢିଥିଲ? ସାର୍ 5 ଥର ପଢିବି। ନା 5 ଥର ପଢିନ, 5 ଥର ପଢିନ, କେବେ 5 ଥର ପଢିନ? 5 ଥର ପଢିଥିଲେ ଲେଖିଛ? ସାର୍ ନା ଏଇଠୁ 5 ଥର ପଢିବା ପାଇଁ କେତେ ସମୟ ଲାଗିବ? ଗୋଟେ ସ୍କ୍ରିପ୍ଟ ପଢିବା ପାଇଁ ମିନିମମ୍ 2 ଘଣ୍ଟାରୁ 2.5 ଘଣ୍ଟା। ତ ହିସାବ କର, ସେତିକି ଟାଇମ ଦେଇଛ? 5 into 2.5, ଏତିକି ସମୟ ଦେଇଛ? ଜମା ଦେଇନ। ତ ସେଇଥିପାଇଁ ଯଦି ଆମେ ଟାଇମ ଦବା, ସେ କ୍ୟାରେକ୍ଟରଟାକୁ ଏଇଭଳିଆ ସେଇଭଳିଆ ୱେରେ ହବନି ଜମା। ଏବେ ପ୍ରଶାନ୍ତ ଭାଇ, ରୁଦ୍ର 2 ଜଣ ଜାଣିପାରିଲେ, ବିଶ୍ୱଜିତ ତମେ ଜାଣିପାରିଲ, ଯେପର୍ଯ୍ୟନ୍ତ ଟାଇମ ନ ଦବା ସେ ଆଜ୍ଞା ସାର୍ କ୍ୟାରେକ୍ଟରକୁ ବୁଝିପାରିବ, ଜମା ହେଇପାରିବନି। ଆମକୁ ଲାଗିବ କି ମୁଁ ଆକ୍ଟିଂ କରିଦେଲି, ବଟ ସେଟା ଆକ୍ଟିଂ ହେଇଯିବ, ବଟ ଆମର କାମ ସେଇଟା ନୁହଁ। ଓକେ, ଯିବା ଆଉଥରେ ଯିବା, ସେଇଠୁ ଯିବା, ସେଇଠୁ ଯିବା। ହଁ ସେ ଝିଅଟାକୁ ଦେଖିଲି, ବୁଝିଲ, ତାକୁ ଦେଖିଲା ପରେ ମତେ ଲାଗିଲା କି ମାନେ ସୌମ୍ୟ ଭାଉଜଙ୍କ ଭଳିଆ ସେ ଦେଖାଗଲା ମତେ ପୁରା। ତାପରେ ତମ କଥା ମନେ ପଡିଲା ଅଚାନକ, ତାପରେ ମୁଁ ଆଉ ଏତେ ଧ୍ୟାନ ଦେଲିନି ତାକୁ। ଆଉ ସେ କଥା ମନେ ପକାନା ରେ ଛୋଟୁ, ଭାବିଲେ ଭାରି ଦୁଃଖ ଲାଗୁଛି। କଣ କହିବି ତତେ ଆଉ, ଛାଡ, ଛାଡ଼, ତୋ କଥା କହ କଣ? ଏବେ ମୋ ଜାଣିପାରିଲେ କଥା ଆଉ ପ୍ରଶାନ୍ତ ଭାଇ, କଣ ଏମିତି ଯେମିତି ଚାଲିଛି। ଆଗରୁ ଯାହା କହିଥିଲେ ଏବେ ଆପଣଙ୍କର ଆନ୍ସର କଣ ହେଲା? ତାର ଆନ୍ସର କ୍ୱେଶ୍ଚନ ଚେଞ୍ଜ ଆପଣଙ୍କର ମାନେ ଆନ୍ସର କଣ ହେଲା? ଇମୋସନାଲ ହଁ, ହେଇଗଲି କଣ ଏଇ ପାଇଁ ନା କଥାଟା। ଆପଣଙ୍କ ଲାଇଫରେ ସେଇଟା ହେଇଛି। ହଁ ଯେହେତୁ ସେତେବେଳେ ଆପଣ କହୁଥିଲେ ଆଜ ଏ ପ୍ରଶାନ୍ତ ଟାଇପ ର କହୁଥିଲେ ଆପଣ, ସେଇଥିପାଇଁ ଆପଣଙ୍କୁ ସେ କଥାଟା କହିଲେ। ଯେତେବେଳେ ଆପଣ ମନୋଜ ପଏଣ୍ଟ ଅଫ ଭ୍ୟୁ ରୁ କହିଲେ, ସେତେବେଳେ ଆପଣଙ୍କର କଥାବାର୍ତ୍ତା ଏମିତି ହେଲା। ତ ଯୋଉ କ୍ୟାରେକ୍ଟର ମୁଁ କରୁଛି ସେଇ ପଏଣ୍ଟ ଅଫ ଭ୍ୟୁ ମତେ କହିବାର ଅଛି, ସେଇ ପଏଣ୍ଟ ଅଫ ଭ୍ୟୁ ତାଙ୍କର ବଡି ଲାଙ୍ଗୁଏଜ ହବାର ଅଛି, ସେଇ ପଏଣ୍ଟ ଅଫ ଭ୍ୟୁ ତାଙ୍କର ଚିନ୍ତାଧାରା ବି ସେମିତି ହବାର ଅଛି। ତ ମତେ ସେ ପଏଣ୍ଟ ଟାକୁ ଜାଣିବାକୁ ହବ, ସମସ୍ତଙ୍କୁ ଭଲସେ କହୁଛି। ମୁଁ ସେଇଥିପାଇଁ କହିଥିଲି ସେ କ୍ୟାରେକ୍ଟର ଉପରେ ଲେଖିବା ପାଇଁ, ପଢିବା ବାରମ୍ବାର, ତାପରେ ଫର୍ଦ୍ଦ କରି ତାକୁ ଆନାଲାଇସିସ୍ କରିବା। ସେଇ ଫର୍ଦ୍ଦରେ କଣ ହଉଛି, ସେଇ ଫର୍ଦ୍ଦରେ କଣ ହଉଛି, ତାପରେ ଯୋଉ ଯୋଉ କ୍ୟାରେକ୍ଟର ଅଛନ୍ତି ସେ କ୍ୟାରେକ୍ଟର ବିଷୟରେ ମୁଁ ଲେଖିବି। ମନୋଜ ବିଷୟରେ କେତେ ଲେଖିବି,
आदित्य विषय केते लिखिबी तार गर्लफ्रेंड आदित्यर माइंड सेट कोन ता विषय लिखिबी आउ जो कैरेक्टर ले तांकर माइंड सेट तांकर कथावार्ता केमती केते लिखि परिबी हेले मु ता विषय रे भाबी परिबा अधिक टिके जानिबी ताहले जे कि परिबो ओके चलो जीवा कंटिन्यू छोटू से भाई कथा तो ठीक काल छोटू को ना को कंटिन्यू करो ନାଇଁ ମୁଁ ଶୁଣୁଥିଲି ଆଦିତ୍ୟ ଦିଦି ସହିତ ରାତିରେ ଜୋରସେ କଣ ନା କଣ ଡିସ୍କସନ ଚାଲିଛି ବୋଧେ ତାର କିଛି କଣ ଡିଷ୍ଟର୍ବାନ୍ସ ହେଇଛି मते भी लगुच 2-3 दिन है सेमती ही चलती ता मूड ऑफ होची कथा होने ठीक से खाऊनी ନା रात रे ବିରକ୍ତରେ चिल्लौची ଯିବା ଆସିବା କରୁଛି ସେ ରାଗ ଆସିକି ଆମ ଉପରେ ତ ଛାଡୁଛି ତା ବାଦେ ବି ମତେ ସେମିତି ଲାଗୁଛି କିଛି ତ ସେଇଥିପାଇଁ ମୁଁ ଭାବିଲି ତତେ ପଚାରେ ତୁ କିଛି ଜାଣିଛୁ ତୁ ଅଧିକ ସମୟ ତା ସହିତ ରୁହ ନା ମୁଁ ତ ଚାଲିଯାଏ ରାତିରେ ରୁମକୁ हाँ जे तो से कोड का कोई की किछि इंटरवोट छुआटा खाली आम गजा राग देखिबे खाली निज भीतर निज कोन दबी रखते भगवान जाने ना कहिछि ना कहइबो ପୁଣି ଏବେ ବୋଧେ କିଛି କମ୍ପ୍ରୋମାଇଜ ହେଇଯାଇଥିବ ବୋଧେ ତାର ବର୍ଥଡେ ଅଛି ନା ସେ କଣ କିଣିବା ପାଇଁ ଆସୁଛି ନା ତୋ ସହିତ बुद्धि हाँ से तो कहला अदिति में किछि किनिया जाउछ बुद्धि से रागी छी कि कोन हेछि म तो जानि भाई भाई जूस पियो ठिया हवा केते टाइम आसे जूस पी भी कथा हवा हेलो ନା ଜୁସ୍ କଣ ପିଇବା ଆଜି ना ରାତିରେ ଟିକେ ବନେଇବ ଆଜି ରାତିରେ ଫୁଲ ଓଦା କରିବା ଡୋକେ ଡୋକେ ପକେଇବା ମୁଁ ନେଇକି ଆସିବି ଆଜି काली କଣ पुणी କହୁଛୁ आदित्य गाड़ी देथिला आज पुणी दबो आज आदित्य पुणी दबो ତା କଥା କଣ ଛାଡ ସେ ସେମିତି କହୁଥିବ ନାଇଁ ମ ଥାଉ ସବୁ ଦିନ ଗୋଟା ପିଇବାକୁ ଭଲ ବି ଲାଗୁନି ସିଗରେଟ ରଖୁଛୁ ଗୋଟେ ଦେଲୁ ओके एबे पहुंच जे ଗୋଟେ आदित्य ଅଛି से पहुंच जेसी ଗୋଟେ ଅଛି ଗୋଟେ ଅଛି ଦେଲୁ ए मन ନେ। कोन ଆରେ है ଆଦି एबे जानि କୁଆଡେ पले तुम ଯାଇଥିଲୁ कैरेक्टर ना हो बोली तो जानि पड़छो ना एबे तुम जानि तुम कैरेक्टर ना हो से आसी डाकला ए मनोज तो मनोज के कहीं डाकियो मनोज कि ଭାଇ तुम बड़ केते बरा एबे मनोज ଭାଇ सब जानि କୁଆଡେ पाइले ଯାଇଥିଲ आयुष साई सौम्य जेचन लाइन अच्छा कोन भूल एक्चुअली हमरो भूल कोन ଆଜ୍ଞା ये होची हम भूल हमें कैरेक्टर को बुझी न थांती सेही कैरेक्टर हिसाब रे ट्रीट करंतनी आ गोटे कैरेक्टर को बुझे लगी जे जन अच्छा आउ के लाइन सोमनाथ शिव शंकर शिव तो तुम टोटली जानि परनो तो काहे तुम टोटली नथिलो टोटली हमरो भूल सर होची बुझे हुए हां चलो कंटिन्यू एबे सेडू अरे आदित्य आदित्य आसलानी ए अमला तुम रखो आपण दी जण चालुथंदु कथावार्ता दी जण मनोज भाई करथौ बाकी सिए तर आछे ता हिसाब से आछे भाई काली अशोक भाई पुणी रात कॉल करथिले ହୁଁ कहले गोटा रियलिटी शो आछी ता पे ऑडिशन ता दे ଆଚ୍ଛା सत कह गले भाई मते साहस पाउनी जिंस सबुतरे बो भी फोन करथिला कहूथिला तुमको बो फोन करथिला नना गाड़ी दउथले मोर साहस पाउनी भाबुची कोन गोटे बिजनेस स्टार्ट करिवो ତୁ ଟିକେ ବୁଝା ବୋଉକୁ ଆଉ ଆରେ ତୁ ଏତେ କଷ୍ଟ ପଡୁଛୁ ଆର୍ଟିଷ୍ଟ ହବା ପାଇଁ ଏମିତି ଭାଙ୍ଗି ପଡିଲେ ହବ କି ଛୋଟୁ ए अमला बुझुची भाई हेले अरे हाँ मनोज हाँ भाई ଆରେ हाँ ଆଦି कौन कर तमे दीटा जाक ନାଇଁରେ ମୁଁ ଏମିତି ସପିଂ ପାଇଁ ଆସିଥିଲି ତୁ କଣ ଏ ଟାଇମ ରେ ତୋର କଣ ଆଜି ଅଫିସ ଛୁଟି କି ऑफिस सरीगला जल्दी तो मानवी पळेस ले जन्मदिन बा गर्लफ्रेंड जन्मदिन जानी पारना कौन जी ए नाइ मो सेमते किछि नाइ कोन एटी सिगरेट में टाउन तो होते हैं ना ଆରେ ना ନାରେ ସେମିତି ନାଇଁ କିଛି मगर ହେଲେ पार्टी सिगरेट ଏବେ दुकान और ଆଦିତ୍ୟର नाइट आउट ବର୍ଥଡେ ର नन ना ପାର୍ଟି ଟା ଦବୁ ତ ନା ଖାଲି ଏକା ଏକା ତାକୁ ନେଇକି ଚାଲିଯିବୁ ये पार्टी दबो पत्थर बोले सबड़ा दो ना कंजूस मसिया टिके दबोनी ये पार्टी दबो ए एमिति कहबोनी एबे कहबो ले एले कौन सागे एमती सागे आनी कहबो ହଁ होटल बुक कर देबे काले बुझिलु ଆ- ଆରେ ଛୋଟୁ ତୁ କଣ हाँ ଭାବିଲୁ जना ଆଦିତ୍ୟକୁ ଆଁ ସେ କଣ ଆମ ଭଳିଆ ଏମିତି ଶୁଖିଲା ନା କଣ काली मिक्सचर कौन खाउतला बात दो कहली तो दीटा दे कौन नहीं पळे गला घर भीतर छोटू टांग भलिया तमे को मन तो टोंट मार दो କିନ୍ତୁ नहीं ଭାଇ ଯାହା କୁହ ଆରେ ନାଇଁ ରେ କିନ୍ତୁ ଯାହା କୁହ ଭାଇ ଆଦିତ୍ୟଟା ବହୁତ ଭଲ ପାଏ ଅଦିତି ନା
ଲାଗିଗଲା। ସେମିତି କଣ ଆଉ 6 ବର୍ଷର ଭଲ ପାଇବାରେ ତାଙ୍କର ଆଜି ନା କାଲି। ଏଟା ବି ସତ କଥା। ଗୋଟେ ଚାଲିଛି, ଚାଲୁ କେତେ ଦିନ ଚାଲିଛି ଦେଖିବା କଣ ହଉଛି। କିନ୍ତୁ ବାହାଘର ପାଇଁ ଦେଖିବା କଥା କଣ ହବା କି ହଉଛି। wait, ଆଦି? wait, wait. କିନ୍ତୁ ଆଦିତ୍ୟ କାଲି ଯୋଉ ରାତିରେ ଲାଷ୍ଟ ଟାଇମ କଥା ହେଇଥିଲା ସେଥିରେ ତାଙ୍କର ଝଗଡା ବି ହେଇଯାଇଛି, ହେଲା କି? ଝଗଡା ହେଇଯାଇଛି ସିନା ଇଏ ସାଙ୍ଗ ଜାଣିନାହାନ୍ତି ତାଙ୍କୁ କହିଦେଇଛନ୍ତି, ବଟ ଝଗଡା ହେଇଯାଇଛି। ମାନେ ବ୍ରେକଅପ୍ ବେଳେ ବି କଥା ପଳେଇଲାଣି। ତ ତମେ ଆକୁ ହସୁଛ, ତା ସହିତ ସେ କଥା କେମିତି ମେକଅପ୍ କରୁଛ, ତମେ ବହୁତ କଷ୍ଟ କର। ତମେ ଯୋଉ ଆକ୍ଚୁଆଲି ଯୋଉ ମଝିରୁ ପଳେଇ ଯାଇଛ, ତମକୁ ଅଫିସରେ ଭଲ ଲାଗିଲାନି। ଅଫିସରେ ଭଲ ଲାଗିଲା ଯେହେତୁ ତମ ଗାର୍ଲଫ୍ରେଣ୍ଡ, ତମେ ବାହା ହେଇଥାନ୍ତ, ବଟ ରାତିରେ ଏମିତି ହେଇଛି, ବଟ ତମକୁ ଭଲ ଲାଗିଲାନି, ତମେ ସେଇଥିପାଇଁ ପଳେଇ ଯାଉଛ। ବଟ ଆଙ୍କୁ ଯେତେବେଳେ ଦେଖିଲ, ଆଙ୍କୁ ସବୁ ସେୟାର କରୁନ ସେ କଥା ଗୁଡା, ଆଜ୍ଞା ବଟ ତମେ ସେ କଥା କେମିତି ଲୁଚେଇବ, ଆଙ୍କ ସହିତ କେମିତି କଥା ହବ, ଆଙ୍କ ବାର୍ଥଡେ ଇଏ କହୁଛନ୍ତି ବାର୍ଥଡେ ପାର୍ଟି କଥା, କେମିତି କଣ କରିବ ଏଇ କଥା। ଚାଲ କଣ୍ଟିନ୍ୟୁ। ବୁଝିପାରିଲ ତ କଣ କହିଲି? ତମେ ଆଜ୍ଞା ଟ୍ରାଏ କରନି କଥାବାର୍ତ୍ତା କରିବା ପାଇଁ, ତମେ ବୁଝିବା ପାଇଁ ଆଗେ ଟ୍ରାଏ କର। ଯେପର୍ଯ୍ୟନ୍ତ ମୁଁ ନ ବୁଝିଛି ଏସବୁ ହେଇପାରିବନି। ମୁଁ ଯଦି ସେ କ୍ୟାରେକ୍ଟରକୁ ବୁଝିଛି ତାହେଲେ ସେ କ୍ୟାରେକ୍ଟରର ପଏଣ୍ଟ ଅଫ ଭ୍ୟୁରୁ ମୁଁ କଥା ହେବି। ଆଜ୍ଞା ସାର୍। ସୌମ୍ୟ ତମର ଭିଡିଓ କାହିଁ ଅଫ୍? ଶିବ ଭିଡିଓ କାହିଁ ଅଫ୍ ତମର? ଭିଡିଓ ଅଫ୍ କର, ତାହେଲେ କଟିଯାଅ। ଚଲ କଣ୍ଟିନ୍ୟୁ। ଏଇ କଥା ଗୁଡା ଯାହା ହଉଛି ଏଇଟା କଣ ତମର କାମରେ ଆସିବନି କି? ଏଇଟା ସମସ୍ତଙ୍କ ପାଇଁ ହଉଛି। ଏଇଟା କଣ ଆମେ ଭୁଲ କରନ୍ତି ଆକ୍ଚୁଆଲି, ଆମେ ଆକ୍ଟିଂ କଲେ ଆକ୍ଚୁଆଲି କଣ ଭୁଲ କରନ୍ତି, ଗୋଟେ କ୍ୟାରେକ୍ଟରରେ କରିବା ପାଇଁ ପରଫର୍ମ କରନ୍ତି, ଆମେ ଆକ୍ଚୁଆଲି କଣ କଣ ଭୁଲ କରନ୍ତି, କେମିତି ତାକୁ ଡେଭଲପ କରନ୍ତି, କଣ ଭୁଲ କରନ୍ତି, ଡେଭଲପମେଣ୍ଟ ଷ୍ଟେଜରେ ବି କଣ କଣ ଭୁଲ କରନ୍ତି। ଆମେ ଟାଇମ ଦିଅନ୍ତିନି, ପ୍ରପର ଟାଇମ ଦିଅନ୍ତିନି ତାକୁ ଡେଭଲପ କରିବା ପାଇଁ, ଆନାଲିସିସ କରିବା ପାଇଁ ଟାଇମ ଦିଅନ୍ତିନି। ସେଇଥିପାଇଁ ଆମର ଭୁଲ ହୁଏ, ଯୋଉଥିପାଇଁ ଆମ ପରଫର୍ମାନ୍ସଟା ଆକ୍ଟିଂ ହିଁ ଲାଗେ। ଆମ କାମ ନୁହଁ ଆକ୍ଟିଂ କରିବା। ଚलो କଣ୍ଟିନ୍ୟୁ। ଶିବ କୋଉଠି ବସିଯାଉ, ନହେଲେ ନହେଲେ ଭିଡିଓ ଅଫ୍ କରି ବସିଯାଉ, ତମେ ତ ବାହାରେ ଛିଡା ହେଇଛ। ଚलो କଣ୍ଟିନ୍ୟୁ। ତୁ କଣ ପିଇବୁ ଆଦିତ୍ୟ? ପିଇବୁ କଣ? ଆସ ଯିବା। ନା କିଛି କାହିଁ ଏଠି ପିଇବିନି। ବେକାର ଏଠି ଆଉ ସେଠି ବସି ପିଇବା। ନା ନା କିଛି ପିଇବିନି ମୁଁ। ତମେ କଣ ପିଇବାର ଅଛି ଆରେ କୁହ? ଆସେ, ଆମେ ତ ମାଲ ଯାଉଛୁ, ଫାଲ ତୁ ଆସେ। ଧରିବାର ପ୍ଲାନ୍ ଅଛି ଆ, କି ଆଜି? ହଁ ନା କଣ ହେଇଛି ଆଦି? ମାଲ ଫାଲ ଏମିତି କଣ କାଲିଠୁ ଧରିବାର ମୋ ବନ୍ଦ, ପ୍ଲାନ୍ ସୁଖେଇ ଅଛି? ଅଛୁ? କାଲିଠୁ ବନ୍ଦ। ହଁ ଅମ୍ଳାନ? କଣ ହେଇଛି ଆଦି? ଏମିତି କଣ ମୋ ସୁଖେଇକି ଅଛୁ? କଣ ହେଇଛି କି? ନା ମ ଭାଇ କଣ ହଉ କିଛି ନାହିଁ କଣ, ଏମିତି ଟିକେ ଦେହଟା ତାର ଟିକେ କଣ ଭଲ ଲାଗୁନି ହେଇଥିଲେ ତ। ସେ କହିଥାନ୍ତା କି? ଭାଇ ଏ ତାର କଣ ନାଇଁ ହେଇଥିଲେ ସେ କହିଥାନ୍ତା କି? ନାଇଁ ରେ କିଛି ନାହିଁ। ଆରେ ମୁଣ୍ଡଟା ଟିକେ ଭଲ ଲାଗିଲାନି ଏମିତି, ସେଥିପାଇଁ ଟିକେ ଆସିଲେ ଏମିତି ହଠାତ୍ ଅଫିସକୁ କଣ କରିବା। ଏମିତି ମୁଣ୍ଡଟା କିଛି ନାହିଁ, ଭଲ କଣ ଲାଗିଲା ହେଇଛି ନାହିଁ। କିଛି ନାହିଁ। ନାଇଁ 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 ନାଇଁ, ସତ ମୁଣ୍ଡଟା ଭଲ କଥା। ଲାଗିଲା ନାହିଁ। ବାହାରକୁ ସଚୋଟ ରାଗି ଆଦିତ୍ୟ, ମନ ଭିତରେ ବହୁତ ସାରା ଦୁଃଖ ଲୁଚି ରହିଛି ନା। ଏ ନାଇଁ ନା ଗୋଟେ ନା ଆଦି, ତୁ ସତ କଥା ସତରେ କହିବା। କିଛି ଆମକୁ ଲୁଚଉଛୁ ଆଦି, କହୁନୁ କଣ ହେଇଛି? ନାଇଁ ମନୋଜ ଭାଇ କିଛି ନା, ଆଉ ମୁଁ କହିଥିଲି ତମକୁ କହନ୍ତିନି, ଆଉ ତମେ ପୁଣି ବଡ ଭାଇଟା, ତମକୁ ପୁଣି ମୁଁ ଲୁଚେଇବି କି କଥା ତମେ କହୁଛ? କାଲି କାଲିର କଥାରେ ନାଇଁ ରାଗିଛୁ କି? କାଲି ଏମିତି ତୋ ସହିତ ଏ ନାଇଁ ଭାଇ, ବୋଲି ରାଗିଛୁ? ମୁଁ ତମକୁ, ଓକେ 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 ଭାଇ 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 ମୁଁ ମୁଁ ମନୋଜ ତମକୁ ଭାଇ, କହିଦେଲି, ମୁଁ ତମକୁ ସରି ଓକେ ମାଗିବା ଓକେ କଥା। ଓକେ କଣ ପିଇବ କୁହ? ଦୋକାନ ଆଗରେ ଠିଆ ହେଇକି କଥା ହଉଛ, କଣ ପିଇବ କୁହ? ମୋର ଗୋଟେ ପାଇନାପଲ ଜୁସ୍, ନା ଓକେ ବରଫ ଓକେ ଦେବେନି ମତେ। ଓକେ। ଏବେ ଆମେ ଯିବା ଠିକ ଅଛି, ବଟ ଆମେ ଯେତିକି ବୁଝିଛନ୍ତି ଆମେ ସେତିକି କହିଲେ। ବଟ ବିଶ୍ୱଜିତ ତମେ କ୍ୟାରେକ୍ଟର ବୁଝିନ, କ୍ୟାରେକ୍ଟର ବହୁତ କମ ପଢିଛ, କ୍ୟାରେକ୍ଟର ବୁଝିନ। ତମେ ସଡନ ଆଇଦର ଆଜ୍ଞା ତମେ ଅନ୍ୟମନସ୍କ ଅଛ, କ୍ୟାରେକ୍ଟର ତମେ ବୁଝିନ। ତ ବୁଝିବ କେମିତି, କହିବା କେମିତି? ଓଏ ମୁଁ କହିଲି କି ଯେପର୍ଯ୍ୟନ୍ତ ଆମେ ନ ପଢିଛନ୍ତି, ତାକୁ ଆନାଲିସିସ୍ ନ କରିଛନ୍ତି ହବନି। ତ ଏବେ ଆମେ ଲାଇଭ ଗୋଟେ ଅଡିସନ କରିବା। ଅଡିସନ କଣ ପାଇଁ ହବ? ଏବେ ସମସ୍ତେ ଅଡିସନ କରିବା, ସମସ୍ତେ ଜଣେ ଜଣେ ପରଫର୍ମ କରିବା। ଦ୍ୟାଟ ସେଇ ଯୋଉ ଡାଇଲଗ ସମସ୍ତଙ୍କୁ ଦିଆ ହେଇଥିଲା, ସମସ୍ତେ ପଢିଥିବେ, ସମସ୍ତେ ପଢିଥିବେ। ଆମେ ଦିଟା କାମ କରିବା, ଗୋଟେ ହଉଛି ସେଇ ଡାଇଲଗ ରୁ ଗୋଟେ, ଆଉ ଗୋଟେ ଆମର ଅଲଗା ଗୋଟେ ପରଫର୍ମାନ୍ସ। ଗୋଟେ ଆମର ଏଇ ଯୋଉ ସ୍କ୍ରିପ୍ଟର ଡାଇଲଗ ଗୋଟେ, ଆଉ ଗୋଟେ ଅଲଗା ନିଜର ଗୋଟେ ବେଷ୍ଟ ପରଫର୍ମାନ୍ସ, କିଛି ବି ଏନି, କିଛି ବି ଏନି ଦିଟା ପରଫର୍ମାନ୍ସ କରିବ। ତା ପୂର୍ବରୁ ଗୋଟେ ଛୋଟ ଇଣ୍ଟ୍ରୋ ଦବା, ଛିଡା ହେଇକି ପ୍ରୋଫାଇଲ ଦବା, ଆଉ ଦିଟା ଆକ୍ଟିଂ ର ଭିଡିଓ, ଗୋଟେ ଏବେ ସ୍କ୍ରିପ୍ଟର, ଆଉ ଗୋଟେ ନିଜର ପରଫର୍ମାନ୍ସ। ଇଏ କଣ ପାଇଁ ଆମେ ଅଡିସନ କରୁଛନ୍ତି ଲାଇଭ? ଇଏ ଯଦି କିଏ ବି ଭଲ ଲାଗିଲ ବା ଭଲ କଲେ, ଆମେ ଆମେ କୋଉଠି କୋଉଠି କାମ କରିପାରିବା ମୁଁ କହିଦଉଛି। ଆମେ ଏବେ ଚାହିଁବା ଯଦି କରିପାରିବା, ମୁଁ କହୁଛି ନ୍ୟୁଜ7, ଅର୍ଗସ ଆଣ୍ଡ ଆଉ ଗୋଟେ କାମ ଓଟିଭିର। ଇଏ ତିନିଟା ଚ୍ୟାନେଲରେ କିଛି ଶୋ ଅଛି, ସେ ଶୋରେ ଆମେ ଡାଇରେକ୍ଟ କାମ କରିପାରିବା।
आज कौन पाई सेतिर गोटे बड़ क्यारेक्टर मिलिजिवो कौन गोटे मिलिजिवो सेइथिपई नुहे आमे सेटिक जाई काम करबा एइथिपई कि आमे कैमेरा एक्चुअली प्रोफेशनली कैमेरा रे केमिति काम करा जे स्क्रिप्ट केमिति मिले डायरेक्टर कौन कहंती आर्टिस्ट माने मो सहित जो आर्टिस्ट माने आसे माने नुआ मु तांको प्रथम थर देखुची मु तांको सहित कथावार्ता केमिति होवा दरकार मेकअप केमिति नउची कॉस्ट्यूम केमिति नउची प्रोफेशनल शूटा होय केमिति सेठी कौन कौन प्रोसेस थाए मुझे तो गली मते स्क्रिप्ट दिया हला बा मते खाया को दिया हला कि नाही सबु कथा मु लॉन्च रे मते खाया पे दिया होची सरला को मते भी खाया पे दिया होची सरला पर मते तेल पैसा दिया होची बा मु जदी कंटिन्यू काम कली बा भल कोटे कैरेक्टर मिलला सेठी भी मते किछि पैसा भी मिली परिवो जेति की पैसा मिलू 1000 टंका हो 500 टंका हो 800 टंका हो इवन 500 टंका तो केति मिल केबे मिलिनी हम पिला कोडी स्टार्टिंग जो माने जानती भी तांको भी 1000 टंका दे दिछु कोडी बट काम जदी करिथियो जदी सिंधी भूल भाल करथो स्टार्टिंग रुए तो देई नथियो बट सेकंड टाइम दे दिथियो बट मो प्राय जदी पिला भलो काम करदे से पेमेंट कर दे स्टार्टिंग रु बट ओवरऑल हमें जानि परबा किमिति हम एथिरे काम हुए दैट टू किछि एक्सरसाइज करे पे हमें जीवन सेठी हमें डायरेक्ट जीवा सेठी काम करे पे बुझिले कि तो जे चाहे सेतरे करि परबे किमिति करबे मु कहि देबी समस्त को कहि देबी तो स्टार्ट करबा तो समस्त प्रिपेयर अछंती हां की जीवे स्टार्ट करबे आगे फास्ट कोंतु की देबे ऑडिशन रे आगे की करिवे ये तीन जन को छाड़ी जेतु ये तीन जन ए पर्यंत थिले बहुत सारा तो तीन जन टिके प्रिपेयर होन तो बाकी जे जन रहिले ए पर्यंत किछि कोइ नथि आगे ई माने करिसन तो बाकी ये तीन जन पर करिवे लास्ट को सर स्टार्टिंग रे इंट्रो दबु आ प्रोफाइल दबु तापरे हम जो स्क्रिप्ट आपन दैछन्ती ताइरो गोटे डायलॉग को प्रिपेयर ताजु गोटे डायलॉग आ निजर गोटे अलगा बेस डायलॉग परफॉर्मेंस डायलॉग सेमति किछ दरकार नै स्क्रिप्ट रो खाली डायलॉग रहबो बाकी लास्ट गोटे सेकंड टा निजर गोटे बेस परफॉर्मेंस किछि भी एनी किछि भी एनीथिंग अलगा किछि किंतु कंडीशन हला मु ट्राई करबी सेठी माने एक्टिंग करे पे ट्राई करबी जेमिति मो रियल लाइफ रे नॉर्मल कथा होए मु ट्राई करबी से कैरेक्टर मानक साथ कथा होआ पे एमती वे रे ट्राई करबी करे पे ओके जीवा के करबी आके करंतु ए तीन जन को छाडी के बाकी के रहले जेमिति आयुष साई शिव सौम्य एंड सोमनाथ एंड रोहन एतिक जन को भितरु के करबी फर्स्ट सर हमको तो स्टार्ट कौन करिवो जानि पेले तो फास्ट इंट्रोडक्शन दबुन सर हां इंट्रोडक्शन जेमिति प्रॉपर ठिया हो पूरा प्रॉपर ठिया हो कैमरा थुओ प्रॉपर ठिया हो इंट्रो दबो जेमिति गुड ऑडिशन पे इंट्रो दिया जाए प्रोफाइल दबो निज विषय कहइबो निज फोन नंबर कहइबो डिटेल्स कोन करूचो डिटेल्स कहइबो पाठ पढुचो बा कोन करूचो डिटेल्स कहइबो तापर परफॉर्म करिवो कोन ना तुमर जो स्क्रिप्ट ता थिला सेटा तापर नेक्स्ट होजी तुमर गोटे बेस्ट परफॉर्मेंस माने दीटा परफॉर्मेंस करिवो ओके चलो कंटिन्यू समस्त पूरा ओडिया रे के इंग्लिश रे कहबेने कि माय नेम इज समथिंग से कथा नु मो ना ए मु ए काम करछ आ गोटे कथा भल से क्लियर होंतु हमें धर को फॉर एग्जांपल हमरो बहुत जन आर्टिस्ट अछंती हम इंडस्ट्री रे बहुत जन सीनियर आर्टिस्ट हेछि तो तांकर किछ रिव्यू दियंती जन इंग्लिश रे लिखंती मु जानि पारनी कोन पाइ लिखंती जन इंग्लिश मते जदि के स्टार बनैछि बा जदि मु एक्टर हेछि को मानक पाइ मो दर्शक मानक पाइ तांकर लैंग्वेज कोन ओडिया तो मोर कंपलसरी मो लैंग्वेज ता ओडिया रे हवा दरकार ओडिया रे कहबा दरकार तांको कंपलसरी तो सेहि पे हमें ओडिया रे कहबा ओनली ओडिया रे कहबा नाउ साईराम दास मो घर होची पुरी मु कटक रहउची मु मु महानदी बारे 20 नर्सिंग कोर्स करूची मु मु मोर आज किछि परफॉर्मेंस करबा चाहूची जोटा कि एबे जानि पहले तो कोन प्रॉब्लम हमें वीडियो न करले हमें एमती भाबिया को पड़े तमे मो कथा कोन तमे सत्य कथा कोन तमे तम सही कथा कोछ तो मजे मजे रहउचो कि नहीं एबे जानि पहले हमें वीडियो न करले कोन प्रॉब्लम होय टास्क न करले कोन प्रॉब्लम होय जानि पहले तो ओके कंटिन्यू तरक डायलॉग पढी देछो मने अछि किंतु सेतरे खाली हमें नॉर्मल कथा होंतनी जेमति तमे एबे कथा हलो तापर तम एमती करदलो ई होची एक्टिविटीज पछु हाथ कर दोचो छिडा होचो ये एक्टिविटीज तमे जहा कहलो खाली तमे कथाटा कहि देलो तमे खाली सेटिंग कहि देबानी काम न तमे कैरेक्टर को जानि था दरकार तो सी लोकोटा सी आछी ता संगे रे किए बोइची तमे खाली गोटे साइड अनै कहि देलो तो सेति काम न तार
Yes. ସେଠି ସେ କଣ କରୁଥିଲା ସେ ଲୋକଟା ଆସିଲା କୋଉଠୁ ସେଠି କାହା ସାର୍ ସାଙ୍ଗରେ ସେ କଥା ହବ ସେ ଆସିଲା ବେଳକୁ ଏ ଦି ଜଣ ବସିକି ମାନେ ତାଙ୍କ କାମ କରୁଥିଲେ ମଦ ତ ପିଉଥିଲେ ସେଇଟା ତମକୁ କଣ ସେଇଟା ଦେଖା ବସି ମୁଁ ତମକୁ ସେଇଟା ଦେଖାହବା ଦରକାର ଇଏ ମଦ ପିଉଛନ୍ତି ବା କଣ କରୁଛନ୍ତି ଇଏ ଆସିକି କଣ ଆକ୍ଟିଭିଟିଜ କରୁଛି ଆକ୍ଟିଭିଟିଜ ସହିତ କହୁଛି ତ ତମେ ଗୋଟେ ବଡିଟା ପୁରା ଷ୍ଟିଫ୍ ତମର ଅଛି ପୁରା ଷ୍ଟିଫ୍ ହେଇଛ ଆଜ୍ଞା ତ ଖାଲି ତମେ କଥାଟା ଗୋଟେ ପରେ ଗୋଟେ କହିଦବ ଆଉ ନହେଲେ କିଛି ନାହିଁ ବୁଝିଲେ କି ଏବେଠାରୁ ମୁଁ ଆଜ୍ଞା ସମସ୍ତଙ୍କୁ କହୁଛି ଯେ ଜଣ ଲାଇନରେ ଅଛନ୍ତି ସମସ୍ତେ କ୍ଲିୟର ହୁଅନ୍ତୁ ଯୋଉ ଟାସ୍କ ଯେତେବେଳେ ଦିଆହେଇଛି ସେ ଟାସ୍କ କରିବେ ଭିଡିଓ କରିକି ଦେବେ ନହେଲେ ଆମେ ଯେତେବେଳେ କାମ ପାଇଁ ଆମକୁ ଏଇଠୁ ସବୁ କାମ ମିଳିଯିବ ସବୁ କାମ ଏଇଠୁ ମିଳିଯିବ ଆମକୁ ଆମେ ଅଡିସନ କୁ ଯିବା ବଟ୍ ଆମକୁ ଏଇଠୁ ବହୁତ ସାରା କାମ ମିଳିଯିବ ବହୁତ ସାରା କଣ୍ଟାକ୍ଟ ଆମକୁ ଏଇଠି ମିଳିଯିବ କିନ୍ତୁ ମୁଁ ସେତିକି କ୍ଲିୟର ଥିବା ଦରକାର କାମ ବିଷୟରେ କ୍ଲାରିଟି ଥିବା ଦରକାର ଆଉ ନହେଲେ ଇଏ ଅସୁବିଧା ବହୁତ ହବ ତ ଫୋନଟାକୁ ଧର ଫୋନଟା ତମେ ଏମିତି କରନି ଫୋନଟା ଧର ଯଦି ବି ମୁଁ ପ୍ରପର୍ଟି ନାହିଁ ଫୋନ ନାହିଁ ଫୋନଟାକୁ ଧର ଆଜ୍ଞା ଏମିତି ନୁହଁ କି ଏମିତି କର ଯେମିତି ତମ ରିଏଲ ଆଜ୍ଞା ଲାଇଫରେ ଯେମିତି କରୁଛ ସେମିତି କର ଯେମିତି ତମେ ଯାହା ସାର୍ ଯାହା ସେ କଲ କ୍ୟାମେରାଟା ତମେ ମନେ ପକାଅ ତମ ଲାଇଫ ରେ ତମେ ଏମିତି ଆଜି ପର୍ଯ୍ୟନ୍ତ ଯାହା ଯାହା କଲ ହାତ ଯେମିତି ଆକ୍ଟିଭିଟିଜ ଧର ଏମିତି ଛିଡା ହେଲା ହାତ ହଲ ଏମିତି ଏମିତି ହଲୁଛ ଏମିତି ଏମିତି ହଲୁଛ ହାତ ଦେଖୁଛ ଘଣ୍ଟା ଦେଖୁଛ ବଟ୍ ରିଏଲ ଲାଇଫ ରେ ତମେ ଏଇଭଳିଆ କେବେ କରୁଥିଲ ରିଏଲ ଲାଇଫ ରେ ଆମେ ଏମିତି କରନ୍ତି ତମେ ଯେମିତି ତମ ରିଏଲ ଲାଇଫ ରେ ଯାହା କର ମୁଁ କହୁଛି ସେୟା କରିବା ପାଇଁ ନମସ୍କାର ଜୟ ଜଗନ୍ନାଥ ମୋ ନାଁ ରୋହନ କୁମାର ସାହୁ ମୋ ଘର ଯାଜପୁର ମୁଁ ଏଇ ଭୁବନେଶ୍ୱରରେ ଏଇ ବିଟେକ୍ ପଢୁଛି ଏବେ ମୁଁ ଅନଲାଇନ ଜଏନ୍ କରିଛି ଷ୍ଟୁଡିଓ ରେ ଆଉ ଥିଏଟର ବି ଭୁବନେଶ୍ୱରରେ କରୁଛି ମାଇ ପ୍ରୋଫାଇଲ ଇଜ ଥ୍ୟାଙ୍କ ୟୁ ହ୍ୟାଲୋ ପ୍ରୋଫାଇଲରେ ସବୁବେଳେ ନମ୍ବର ଆମେ ଦବା କମ୍ପଲସରି ଆଜ୍ଞା ସାର୍ ମୋର ଏଜୁକେଶନ ମୋର ହାଇଟ୍ ୱେଟ୍ କମ୍ପଲସରି ମୋ ଫୋନ ନମ୍ବର ଦେବି ତା ସହିତ ମୋ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ବି କହିବି ସେଥିରେ ମୁଁ କଣ କଣ କରେ ମୁଁ ଏକ୍ସଟ୍ରା ଯଦି କଣ ଶିଖିଛି ମତେ ଗୀତ ଗାଇ ଆସେ ମତେ ନାଚି ଆସେ ମୁଁ କାର ଚଲେଇ ପାରେ ରିଜନ ଏଇଥିପାଇଁ କି ତାଙ୍କର ଯଦି କାଳେ ଦରକାର ଥିବ ମୁଁ ଗୋଟେ ପିଲାକୁ ଅଡିସନ କୁ ପଠେଇଥିଲି ଗୋଟେ ବଲିଉଡ ର ସର୍ଟ ଫିଲ୍ମ ଥିଲା ସେଥିରେ ସେ ପିଲା କହିଲା ମୁଁ ବଂଶୀ ବଜେଇ ଶିଖିଛି ସେଥିରେ ଯୋଉ କାମ ଥିଲା ସିଏ କଲା ତା ସହିତ ସେଠି ଯେହେତୁ ସେ କହିଛି ବଂଶୀ ବଜେଇ ଶିଖିଛି ତ ତାଙ୍କର ଆଉ ଗୋଟେ ସର୍ଟ ଫିଲ୍ମ ଥିଲା ସେଥିରେ ଜଣେ ତାଙ୍କର ଦରକାର ଥିଲା ବଂଶୀ ବାଦକ ଯଦି ଗୋଟେ ପୁରୁଣା ଆର୍ଟିଷ୍ଟ କାହାକୁ ନେଇଥାନ୍ତେ ତାଙ୍କର ଅଧିକା ଖର୍ଚ୍ଚ ହେଇଥାନ୍ତା ଯେହେତୁ ଇଏ ନୂଆ ପିଲା ଇଏ ଆରାମସେ ତାଙ୍କ କଥା ଶୁଣିବ ଆଉ ଆରାମସେ କରିପାରିବ ତ ତାକୁ ଯେତେବେଳେ ତାର ଟେଷ୍ଟ ନେଲେ ସତରେ ସେ ବଂଶୀ ବଜେଇ ପାରୁଛି ଆଉ ତାକୁ ଗୋଟେ ସେଇଭଳିଆ କ୍ୟାରେକ୍ଟର ମିଳିଲା ଦ୍ୟାଟ ସେ କାମ କଲା ସେଇଥିରେ ତ କମ୍ପଲସରି ଜଣେଇବା ନିଜ ବିଷୟରେ ଇଣ୍ଟ୍ରୋରେ ମୋ ନିଜ କଥା ସହିତ ମୋ ଏକ୍ସଟ୍ରା ଆକ୍ଟିଭିଟିଜ କଣ ଅଛି ବି ଜଣେଇବି ମୁଁ ଯଦି ମାର୍ଶାଲ ଆର୍ଟ ଶିଖିଛି ମୁଁ କରାଟେ ଶିଖିଛି କମ୍ଫୁ ଶିଖିଛି ବା କଣ ଶିଖିଛି କଥା ବି ଆଡ୍ କରିପାରିବି ହେଲେ କି କାହିଁକିନା କାଳେ ସେଥିରେ ତାଙ୍କର ଦରକାର ଥିବ ଦେନ୍ ତାପରେ ମୋ ଫୋନ ନମ୍ବର ବି ସେଥିରେ ଆଡ୍ କରିପାରିବି ମୁଁ ଯଦି କିଛି କାମ କରିଛି ଷ୍ଟିଲ୍ ଏପର୍ଯ୍ୟନ୍ତ ଯଦି ମୁଁ କାମ କରିଛି ମୋର ନାଟକ ଶୋ ସେଟା ବି ଯଦି ହଁ ମୁଁ ଆଡ୍ କରିଛି କରିବେ ବା ସ୍କ୍ରିନ୍ କାମ କିଛି କରିଛି ସେଥିରେ ବି ସେ କଥା ବି ଆଡ୍ କରିବି ଇଣ୍ଟ୍ରୋରେ ବା ମୁଁ ୟୁଟ୍ୟୁବ ଭିଡିଓଜ କରୁଛି ମୁଁ ୟୁଟ୍ୟୁବ ଭିଡିଓ କରେ ପାଖାପାଖି 30 ରୁ ଅଧିକା ମୁଁ ୟୁଟ୍ୟୁବ ଭିଡିଓଜ କରିଛି ମୋର ଚ୍ୟାନେଲ ଅଛି ବା ଅଲଗା କୋଉ ଚ୍ୟାନେଲରେ କରିଛି ତା ଦ୍ୱାରା ସିଏ ଜାଣିପାରିବେ କି ତମେ କଣ ଗୋଟେ ତ କରିଛ କଣ କରିଛ ଓକେ ଚलो ସେଠୁ କଣ୍ଟିନ୍ୟୁ କରିବା ତମେ ସେଟା କହିଥିଲ ଯେହେତୁ ମନେ ରଖିଛ କହିଥିଲ ବହୁତ ଫ୍ଲାଟ ରେ ପଳେଇ ତମେ ଫିଲ୍ ଛାଡିଦେଲି କଲ ଗୋଟେ ଫିଲିଂସ ଇଏ ରହିଲା ଭିତରେ ଛାଡିଦେଲି ଛାଡିଦେଲ ସେଥିରେ କିଛି ଡାଇଲଗ ମ୍ୟାଟର କରେନି ମ୍ୟାଟର ହଁ ତମେ କେତେ ଫିଲ୍ କଲ ସେ କଥାଟାକୁ ତମେ ଯୋଉ କହିଲ ଆହା ଓହୋ ତ ସେଟା ଫିଲ୍ ହେଲାନି କିଛି ତମେ ନିଜେ ଫିଲ୍ କଲେନି ତ ସେଇଥିପାଇଁ ଅଡିଏନ୍ସ ବି କିଛି ଫିଲ୍ କରିପାରିବେନି ତମେ ଫିଲ୍ କଲେନି ସେଥିରୁ ତମେ ତମକୁ ଗୋଟେ କଣ କହିଲା ସେଥିପାଇଁ ତ ତମକୁ ଲାଗିଲା ନା ଯଦି ସେପଟୁ ଗୋଟେ ହୁଁ ଆସିବ ହୁଁ ସେ ଆମ ଯୋଉ ପିଲାଟା ନୁହଁ ତାର ଆକ୍ସିଡେଣ୍ଟ ହେଇଯାଇଛି ରେ ହଁ ହୁଁ କାହାର ଆକ୍ସିଡେଣ୍ଟ ନୁହଁ ସେ ତାର ହେଇଗଲା ହେ ସେ ଗୋଟେ କଣ କହିଲା ମୁଁ ରିଟର୍ନ ଦେଲି ତ ସିଏ ଗୋଟେ ତମକୁ କଣ କହିଛ ନା ତ ତମେ ଯେତେବେଳେ ଯେମିତି କହିଲ ଆହା ଓହୋ ତା ମାନେ ତମେ କଥାଟା ଖାଲି ଡାଇଲଗ ଟା ଖାଲି ପଢି ଦେଇଛ ଡାଇଲଗ ଟା କହିଥିଲି ତ ଫିଲିଂସ ଦରକାର ସେଥିରେ ଏକଥା ବୁଝିବା ଦରକାର ତୁ କାହିଁ ଏକଥର ଭଲସେ ନ କହିଲ ଚଲ ମୁଁ ଆଉଥରେ ଚାଲ କହୁଛି ଯେତେବେଳେ ଆରମ୍ଭ ହେଲା ମାନେ ଷ୍ଟେଜ ମୋର ଆରମ୍ଭ ହେଲା ଷ୍ଟେଜ ଆଜ୍ଞା ଟା ମୋର ଆକ୍ସନ କୁ ହେଲା ମୋ କାମ ଆଜ୍ଞା ମୋ ଜାଗାଟା ହେଇଗଲା ତ ମୁଁ କେମିତି ଭଲସେ କରିବି ମୁଁ ମଝିରେ ଏମିତି ହେବି ଯେତେବେଳେ ପ୍ରିପେୟାର ହଉଥିଲି ସେତେବେଳେ ଭାବୁଥିଲି ମୁଁ କଣ କରିବି କଣ ନାହିଁ ଆରମ୍ଭ ହେଲା ମାନେ ସର୍ଟ କିଣି ମୋର ଆରମ୍ଭ ହେଲା ମୁଁ କରିବି ମୋ ଜାଗାଟା ହେଲା ଚଲ ଷ୍ଟାର୍ଟ ନମସ୍କାର ମୁଁ ଆୟୁଷ ମହାପାତ୍ର ଆମ ଘର ଯାଜପୁର ମୁଁ ଏବେ ଭୁବନେଶ୍ୱରରେ ରହିକି ନିଟ୍ ପାଇଁ ଆଲେନରେ କୋଚିଂ ନଉଛି ଆଉ ମୁଁ ଷ୍ଟୁଡିଓ ଏସବିଆଇ ରେ ଅନଲାଇନ କ୍ଲାସ କରେ
ଏଇଟା ମୋ ପ୍ରୋଫାଇଲ। ବୋଉ ଫୋନ କରିଥିଲା କାଲି, କହୁଥିଲା କେତେ ଦିନ ସେଠି ପଡିକି ରହିବୁ, ମନା ବିରକ୍ତି ହଉଛନ୍ତି, ଘରକୁ ପଳେଇବା। କଣ ଆଉ କହିବି, ସେଇ ଏପଟ ସେପଟ କଥା କହିକି ବୁଲେଇ ଦେଲି। ବୋଉ କଥା ଭାବିକି ବେଳେବେଳେ ବହୁତ ଖରାପ ଲାଗେ ମତେ। ମୋ ପାଇଁ ମନା କରୁଛି, ଡେଲି ଡେଲି ଗାଳି ଶୁଣୁଛି, ଆଉ ମୁଁ ଏଠି ଖଞ୍ଜଣି ବଜାଉଛି। I was really hopeful by this time. ତ ସେମ୍ ଜିନିଷ ଫିଲିଙ୍ଗସ୍ ହିଁ ନାହିଁ, ତମେ ସେଇଟାକୁ ବୁଝିନ ଭଲସେ। ଫିଲିଙ୍ଗସ୍ ତ ଫିଲିଙ୍ଗସ୍ କେମିତି ହବ? ତ ଯାହା ଯାହା କହୁଛ, ତମେ ଯଦି ହୋପଫୁଲ କହୁଛ ତାମାନେ ମୁଁ ଭାବୁଥିଲି ହବା କଥା ହେଲାନି, ତ ସେଇ କଷ୍ଟଟା ଫିଲ୍ ହେଲାନି। ତମେ ନିଜେ ତମେ ଫିଲ୍ କରୁଛ, ଆମ ଅଡିଏନ୍ସ କଥା ଛାଡ, ତମେ ନିଜେ ତମକୁ ଫିଲ୍ ହେଲା କି ତମେ ଅଡିସନ ଟା ପାଇନ, ତମକୁ କଷ୍ଟ ହଉଛି, ସେଟା ତମେ ନିଜେ ଫିଲ୍ କଲ କି? ହୁଁ। ହଁ, ତ ତମେ ଯେତେବେଳେ ଫିଲ୍ ନ କରିପାରୁଛ, ତ ତମକୁ ଯିଏ ଦେଖୁଛି ସିଏ କେମିତି ତାଙ୍କୁ ଲାଗିବ କି ଏଇଟା ରିଏଲଟା ହଉଛି ବୋଲି? ବୁଝିପାରିଲେ କି? ତମେ ଯାହା କହୁଛ, ତମେ ଯଦି ସେଟାକୁ ନିଜେ ଫିଲ୍ ନ କରିପାରୁଛ, ତାହେଲେ ଅଡିଏନ୍ସ ବି ସେତିକି ବିଶ୍ୱାସ କରିବେନି ତମ ଉପରେ, ତମ କଥା ଉପରେ। ତ ଯାହା କହୁଛ ସେଇଟା ବି ତମେ ନିଜେ ବି ଜାଣିବା ଦରକାର, ଏଇ ଯୋଉ କଥା କହୁଛି ମୋ ସହିତ ସେୟା ହେଇଛି, ମୁଁ ଏଥର ଭାବିଥିଲି ଗୋଟେ ହେଇଯିବ ବୋଲି, କିନ୍ତୁ ହେଲାନି। ନା ୟାର, ଭାବିଥିଲି ହେଇଯିବ, ୟାର ହେଲାନି। ଆଜ୍ଞା। ବୁଝିଲା? ତ ସେଟା ଫିଲ୍ କର, ଫିଲିଙ୍ଗସ୍ ଅଭାବ, ଯାହା କହୁଛ ସେଟା ବୁଝ, ଫିଲ୍ କର। ଓକେ, ନେକ୍ସଟ, ତାପରେ ତମର ବେଷ୍ଟ ପରଫର୍ମାନ୍ସ ଯାହା ବି ଯେତିକି କଲ, ଆ ପୂର୍ବରୁ ଗୋଟେ କଥା କହୁଥିଲ, ଇଏ କଥା, ଆ ଭିତରେ ଡିଫରେନ୍ସ କଣ ତମକୁ ଲାଗିଲା? ତମକୁ କଣ ଡିଫରେନ୍ସ ଲାଗିଲା? ତାର ଏଟା ସିଏ ହୁଁ, ଏଇଟା କଲ ସେଇଟା କଲ, କଣ ଡିଫରେନ୍ସ ତମକୁ କଣ ଲାଗିଲା? ଏଟା ସାର୍ ସିଏ ତାମାନେ ସିଏ ଅନ୍ଧଟା ମଜବୁରିରେ କରୁଛି, ତାକୁ ସେଇ କାମ କରଉଛନ୍ତି। କଣ କରୁଛ ସେ କଥା ମୁଁ କହୁନି, ଏଟା ପରଫର୍ମ କଲ ସେଟା ପରଫର୍ମ କଲ, ଏଇଟା କଣ କଲ, ଏଇଟା କେମିତି ଲାଗିଲା, ସେଇଟା କେମିତି ଲାଗିଲା, ତମେ ନିଜେ ତମେ କେମିତି ଫିଲ୍ କଲ? ବାକି ସମସ୍ତେ ମ୍ୟୁଟ କରନ୍ତୁ, ଯେତେବେଳେ କଥା ହେବେ ସେତେବେଳେ ଅନମ୍ୟୁଟ କରିବେ, କଥା ଯଦି ନାହିଁ ତମ ମ୍ୟୁଟ ସମସ୍ତଙ୍କର। କୁହ। ଏଇଟା ସାର୍ ଅନ୍ଧ ରୋଲ ଟା କରିଥିଲି, ଟିକେ ଏଇ ସେ ଟିକେ କନଫ୍ୟୁଜ ହେଇକି କହିବ କଥା ଗୁରା ଟିକେ ଭାବିକି। ଆଉ ତମେ ସିଏ ତମ ଲାଇଫରେ କେବେ ଗୋଟେ ଅନ୍ଧ ଲୋକକୁ ଦେଖିଛ? କେବେ କେବେ ଦେଖିଛ ଲାଷ୍ଟ ଟାଇମ୍? ଅନ୍ଧ ଲୋକ ସାର୍ ସେ ମୁଁ ଦେଖିନି କିଛି। ଯଦି ବହୁତ ଜିନିଷ ଆମେ ଦେଖିବି ନଥିବା, ତ ତମେ ନିଜେ ଫିଲ୍ କର କି ମତେ ଯଦି ଦେଖା ହଉନି, ୟୁଟ୍ୟୁବ ତ ମତେ ଦେଖା ହଉନି, ମୁଁ ଏମିତି ନୁହଁ କି ମୁଁ ଖୋଜି, ତମେ ଯେତେବେଳେ ଦେଖିବ ଏ ଜିନିଷ ତମ ଆଖ ପାଖରେ କୋଉଠି ଦେଖ, କାହାକୁ ଦେଖା ହଉନି, ବା ତମେ ନିଜେ ଯଦି ତମକୁ ନ ଦେଖା ହେଇଥାନ୍ତ, ତମେ କେମିତି ଯାଇଥାନ୍ତ, କଣ କରିଥାନ୍ତ? ଆଖି ବୁଝିକି ତମେ ଏଇଠୁ ତମ ରାସ୍ତା ବାହାରକୁ ଯଦି ଯିବ, ତ କେମିତି ଯିବ? ବା ସେଇ ଯୋଉ ଲୋକ ଯାହାକୁ ଦେଖା ଯାଉନି, ତା ଲାଇଫ ଟା ଟୋଟାଲି ଅନ୍ଧ, ଟୋଟାଲି ସେ ଦେଖାଉନି, ପୁରା ବ୍ଲାଇଣ୍ଡ, ସେ ପୁରା ଜନ୍ମରୁ ଅନ୍ଧ। ବହୁତ ଜଣ ଆଜ୍ଞା ପରଫର୍ମ ଏମିତି କରନ୍ତି, ବହୁତ ଜଣ ପରଫର୍ମ କଲାବେଳେ ଏମିତି କରନ୍ତି, ଖୋଜୁଥିବେ ଏମିତି 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 ଖୋଜୁଥିବେ, ବାଡି ଧରି ହଲ କରୁଥିବେ, ଖୋଜୁଥିବେ, କି ତମେ ଯେତେବେଳେ ଦେଖିବ ସତରେ କିଏ ଏମିତି ଲୋକ, ସେ ସବୁ ଜିନିଷ କ୍ଲିୟର ଥାନ୍ତି, ମତେ ଏଇ ଜିନିଷ ଅଛି, ଏଇପଟେ ଯିବାର ଅଛି, ଏଇପଟେ ଯିବାର ଅଛି। ଆଜ୍ଞା ମୁଁ ଏଇ କଥା ମୁଁ କହିବା ପାଇଁ ଚାହୁଁଛି, ତମେ ପୂର୍ବରୁ ଯୋଉଟା କରିଥିଲ ଏବେ କଲ, ଏବେ ତମେ ପୂର୍ବ ଅପେକ୍ଷା କିଛି ତ ବୁଝିଲ, ସେଥିପାଇଁ ଇଏ ଟିକେ ବେଟର ଲାଗିଲା ତାଠୁ। ପୂର୍ବରେ ତମେ ଖାଲି କଥାଟା, ଖାଲି ଡାଇଲଗଟା କହୁଥିଲ, ବାକି ଏଥିରେ କିଛି ନଥିଲା, ବାକି ଆଜ୍ଞା ଏଥିରେ ତମର ଟିକେ କିଛି ଫିଲ୍ ତ ଥିଲା, ଫିଲିଙ୍ଗସ୍, ତା ସହିତ ଆଜ୍ଞା ଫିଲିଙ୍ଗସ୍ ଦରକାର, ତା ସହିତ ତାଙ୍କର ଆକ୍ଟିଭିଟିଜ, ସେ ଯୋଉ ଲୋକ ତାଙ୍କର ଆକ୍ଟିଭିଟିଜ, ଏଥିରେ ଆକ୍ଟିଭିଟିଜ ନଥିଲା ସେଇଭଳିଆ ୱେରେ, ଜଣେ କିଏ ଦେଖିବ, ବା ସେତିକି ନେଚୁରାଲ ଆକ୍ଟିଭିଟିଜ ନଥିଲା, ଜଣେ କିଏ ଦେଖିବ ଲାଗିବ ଆଚ୍ଛା ପିଲାଟା ଦେଖାଉନି ବୋଧେ। ତମେ ଦେଖିବ ଆଜ୍ଞା ବହୁତ ସାରା ସିନେମାରେ, ଆଚ୍ଛା କେବେ ସିନେମା ଯଦି ଦେଖିବ, ନାସିରୁଦ୍ଦିନ ଶାହଙ୍କ ସିନେମା ସ୍ପର୍ଶ, ୟୁଟ୍ୟୁବରେ ସର୍ଚ୍ଚ କରିବ ସ୍ପର୍ଶ,
ବହୁତ ଜିନିଷ ଆମେ ଦେଖିନାହାନ୍ତି ଆମ ଆଖପାଖରେ, ବଟ୍ ଆମକୁ ମୁଁ ବାରମ୍ବାର ବହୁତ ଥର କହିଛି ଆମେ ଅଲଗା ଅଲଗା ଭଲ ଭଲ ଆକ୍ଟରଙ୍କର ସିନେମା ଦେଖିବା, କିଛି ଆକ୍ଟର ଚୁଜ୍ କରିବା, ଇଣ୍ଡିଆର ବେଷ୍ଟ ଆକ୍ଟର, ବେଷ୍ଟ 50 ଆକ୍ଟର, ବେଷ୍ଟ 20 ଆକ୍ଟର, ତାଙ୍କର କାମ ଦେଖିବା, ନାସିରୁଦ୍ଦିନ ଶାହଙ୍କର ସିନେମା ଦେଖିବା, ଓମ୍ ପୁରୀଙ୍କର ସିନେମା ଦେଖିବା, ଇରଫାନ ଖାନଙ୍କର ସିନେମା ଦେଖିବା, ନୱାଜୁଦ୍ଦିନ ସିଦ୍ଦିକୀର ସିନେମା ଦେଖିବା, ତ ଜାଣିପାରିବା ସେମାନେ ପରଫର୍ମ କେମିତି କରୁଛନ୍ତି, ଖାଲି କଥା କହୁନାହାନ୍ତି, ତାଙ୍କର ବଡି ଲାଙ୍ଗୁଏଜ ବି ସେମିତି ଅଛି। ଯଦି ସେ କଥା କହୁଛନ୍ତି ନର୍ମାଲ, ଯଦି ଅନ୍ଧ ହେଇଛନ୍ତି ନର୍ମାଲ ଦେଖିବ ତାଙ୍କର ଆଖି ଡୋଳା କେମିତି ହଉଛି, ଗୋଟେ ଫିକ୍ସ ଅଛି, ତାଙ୍କୁ ଦେଖାଉନି କିଛି, ସେ ଫିକ୍ସ ଅଛନ୍ତି। ନର୍ମାଲ ଯଦି କଥାବାର୍ତ୍ତା କରୁଛନ୍ତି ତା ଆଖି ଡୋଳାଟା ଫିକ୍ସ ଅଛି, କେମିତି କଥା ହଉଛନ୍ତି। ଯେତେବେଳେ ସ୍ପୋର୍ଟସ ସିନେମା ଦେଖିବ ସବୁ ଜିନିଷ ସେ କ୍ଲାରିଟି ଅଛନ୍ତି, ସବୁ ଜିନିଷ ଜାଣିଛନ୍ତି, ଏଇଟା ଏପଟରେ ଥୁଆ ହେଇଛି, ସେ ଜିନିଷଟା ସେପଟରେ ଥୁଆ ହେଇଛି, ସେ ଯେତେବେଳେ କହୁଛନ୍ତି ଏ କଥା ଫିଲ୍ କରିପାରିବ, ତମକୁ ଲାଗିବ କି ଅନ୍ଧେ ତ ଏସେ ହୋତେ हैं यार, ଅନ୍ଧ ଲୋକ ଏମିତି ହିଁ ହେଇଥାନ୍ତି। ତ ଆମେ ଏ ଜିନିଷ ଆଜ୍ଞା ମାର୍କ କରିବା, ଦେଖିବା ଆମ ଆଖପାଖରେ ବହୁତ ସାରା ସିନେମା ଦେଖିଲେ ଇଏ ଧୀରେ ଧୀରେ ଆମ ଭିତରେ ଗ୍ରୋ ହବ, ହେଲା। ଆଜ୍ଞା ଓକେ, ଠିକ ଅଛି, କିଛି ପ୍ରୋବ୍ଲେମ ନାହିଁ। ଧୀରେ ଧୀରେ ଆମେ ଯେହେତୁ ନୂଆ ଜଏନ ହେଇଛନ୍ତି, ଧୀରେ ଧୀରେ ଷ୍ଟାର୍ଟ କରୁଛନ୍ତି, ବଟ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ମୁଁ ଏବେ ବହୁତ ଜିନିଷ ଧୀରେ ଧୀରେ, ବହୁତ ଜିନିଷ ଯେତେବେଳେ ବହୁତ ସାରା ପିଲା ମୋ ସହିତ କଣ୍ଟାକ୍ଟରେ ଆସୁଛନ୍ତି, ସେଇ ପିଲାମାନେ ଯୋଉମାନେ ଏଇଠି ଭୁବନେଶ୍ୱରରେ ଥିଲେ, ସେଇ ପିଲାମାନେ ଯେତେବେଳେ ବାହାରକୁ ଯାଉଛନ୍ତି ଟ୍ରେନିଂ କରିବା ପାଇଁ, ସେଠି ବଢିଆ ପଢୁଛନ୍ତି, ବଢିଆ ଆକ୍ଟିଂ କରୁଛନ୍ତି। ସେଇ ପିଲା ଏଇଠି ଥିଲେ ବଟ୍ ସେଠି ବଢିଆ କରୁଛନ୍ତି। ତାର ରିଜନ ବହୁତ ସାରା ରିଜନ ଥିବ, ତା ଭିତରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ରିଜନ ହଉଛି ମୁଁ ମୋ କାମ କରିବା ପାଇଁ କେତେ ସମୟ ଦେଇଛି। ଆମ ଏଠି ଯୋଉ ପିଲାମାନେ ବା ଯେତିକି ସବୁ ଇନଷ୍ଟିଟ୍ୟୁଟ ଅଛି, କ୍ଲାସ ହଉଛି, ଥିଏଟର ହଉଛି, ଆମର ଯେତେବେଳେ ମାନେ ଫାଙ୍କା ଅଛି ସେଇ ଟାଇମରେ ଆମେ କରନ୍ତି ଆକ୍ଟିଂ, ବଟ୍ ବାହାରେ ଯୋଉ କାମ ପର୍ଟିକୁଲାର ପ୍ରଫେସନାଲ କାମ, ସେମାନେ ପୁରା ତାଙ୍କର 24x7 ସ୍ୱପ୍ନ ବି ଦେଖିବ ଆକ୍ଟିଂ ପାଇଁ, ବାକି ନର୍ମାଲ ଖାଇବା ଶୋଇବା ପଢିବା ସବୁ ଆକ୍ଟିଂ ପାଇଁ ହିଁ ଥିବ ତାଙ୍କର। ହେଲେ ସେ ସେଇଥିପାଇଁ ଅଧିକା ଡେଭଲପ କରୁଛନ୍ତି, ଦ୍ୟାଟୁ ତାଙ୍କର ପ୍ରାକ୍ଟିସ ବହୁତ ଅଧିକା ରହୁଛି, ବୁଝିଲେ କି, ବହୁତ ଅଧିକା ଆଜ୍ଞା ରହୁଛି। କ୍ୟାରେକ୍ଟର ଅବଜର୍ଭେସନ ସବୁ ଜିନିଷ ବହୁତ ଆମ ଆଖପାଖରେ ବହୁତ ସାରା କଥା ହଉଛି, ଏ କଥା ସିଏ ଧ୍ୟାନ ଦଉଛନ୍ତି, ତାକୁ ପ୍ରାକ୍ଟିସ କରୁଛନ୍ତି। ଓକେ, ଠିକ ଅଛି, ଏ ବିଷୟରେ ଆମେ ଆହୁରି ବି କଥା ହବା, ବହୁତ ସାରା କଥା ହବା କ୍ୟାରେକ୍ଟର ବିଷୟରେ, କ୍ୟାରେକ୍ଟର ଡେଭଲପମେଣ୍ଟ ବିଷୟରେ ଆହୁରି। ସମସ୍ତେ କରନ୍ତୁ। ଆଉ କିଏ ରହିଲେ, ନେକ୍ସଟ କିଏ କରିବେ? ସାର୍ ମୁଁ କରିବି। କର। ଆଚ୍ଛା, And ଏ କଥାଟା ସେ ଯେତେବେଳେ କହୁଛି, ସେ କେମିତି କେମିତି ମାଇଣ୍ଡ ସେଟରେ କହୁଛି, ଏ କଥା ଯେତେବେଳେ କହୁଛି ସେ କେମିତି, ସେଟା ଚିଡିକି ସେ ରାଗି ଗଲାଣି ସେ? ତମେ କଣ ରାଗି କହୁଛ କି ଏଠି? ନାଇଁ ସାର୍, ତ ତମେ କହିଲା ବୁଝେଇଲା ଭଳିଆ କହୁଛ, ବୁଝେଇଲା ଭଳିଆ ସେ କହୁନି, ସେ କ୍ୟାରେକ୍ଟର ଏଠି ବୁଝେଇଲା ଭଳିଆ ସେ କହୁନି, ସେ ରାଗି ଯାଇଛି। ଆଜ୍ଞା ଆଜ୍ଞା ଯେହେତୁ ସିଏ ତାଙ୍କ ଇଣ୍ଟରଫିୟର କରୁଛି ନା, ଆସିକି ତାଙ୍କ ଲାଇଫରେ କଣ ହଉଛି ସିଏ ଇଣ୍ଟରଫିୟର କରୁଛି, କଣ ପାଇଁ ମତେ କହୁଛି ମୁଁ ଯାହା କଲି, ମୁଁ ମଦ ପିଲି, କଣ ତୁ କାଇଁ କହୁଛି ଏସବୁ କଥା? ଆଜି କହୁଛୁ ଆକ୍ଟିଂ ଆଜ୍ଞା ଛାଡିଦେ, କାଲି କହୁଛୁ ମୁଁ ଏ ଛାଡିଦେବି, କାଲି କହୁ ପ୍ରେମ କରିବା ଛାଡିଦେଲି। ମୁଁ କିଛି ସାର୍ କରୁନି, ମତେ ଫାଷ୍ଟରୁ ଲାଗୁଛି ମୁଁ କହିବି, କିଛି କରୁନି। ସାର୍ ଫାଷ୍ଟରୁ କହିବି। ଫାଷ୍ଟରୁ ଶୁଣ ଶୁଣ, ଯେହେତୁ ଆମେ ବୁଝିନାହାନ୍ତି ଏପର୍ଯ୍ୟନ୍ତ, କ୍ଲିୟର ନାହାନ୍ତି, ଏବେ ସିନା ତମକୁ କହିଲି ସେ ତମେ କହିବ, ବଟ୍ ତମେ ପାଦ ସ୍କ୍ରିପ୍ଟ ତମେ କେତେଥର ପଢିଛ ସ୍କ୍ରିପ୍ଟ? ସାର୍ ଦିଥର ଖଣ୍ଡେ ପଢି। ପ୍ରୋବ୍ଲେମ ହଉଛି ଏଇଆ, ତମେ ସ୍କ୍ରିପ୍ଟ ପଢ ନା, ସ୍କ୍ରିପ୍ଟ ପଢ। ସାର୍ ମୁଁ ମୋ ପରଫରମାନ୍ସ କରିବି। କର। ତମେ ଯେପର୍ଯ୍ୟନ୍ତ ସ୍କ୍ରିପ୍ଟ ନ ପଢିଛ ସେପର୍ଯ୍ୟନ୍ତ ହବ ନାହିଁ। ତା ସହିତ କ୍ୟାରେକ୍ଟର ଡିଟେଲିଂ କରିବା ଦରକାର, କ୍ୟାରେକ୍ଟର ଡିଟେଲିଂ କରିବା ଦରକାର, ଲେଖିବା ଦରକାର, ଯେତେ ଅଧିକା ଲେଖିବା ଦରକାର, ତାହେଲେ ହବ। ନହେଲେ ଏଇ ପ୍ରୋବ୍ଲେମ ହବ, ଏଇ ପ୍ରୋବ୍ଲେମର ସଲ୍ୟୁସନ ମୁଁ ଦେଇପାରିବି, ତମକୁ ନିଜେ ପଢିବାକୁ ହବ, ତାହେଲେ ହେଇପାରିବ। ମୁଁ କହିଲେ କହିଦେବି ଏଇଟା କର ସେଇଟା କର, ସେତିକିରେ ହବନି। ଆଚ୍ଛା, ବୋଉ ତମେ ଫଟୋ ଧରିଛ ନା ବୋଉକୁ ଭାବୁଛ ନା କଣ କରୁଛ, କଣ କରୁଥିଲ? ସାର୍ ଫଟୋ ଧରିକି କହୁଛି ମୁଁ। ଆଉ ତମେ ଉପରୁ କାଇଁ ଅନଉଥିଲ? ଫଟୋ ଯଦି ତାକୁ ସାର୍ ଏଷ୍ଟାବ୍ଲିଶ କର, ଫଟୋ ଯଦି ଯାହା ଧରିଛ ଏଷ୍ଟାବ୍ଲିଶ କର। ବାକି ତମେ ମଝିରେ ହସିଲ, ହସିଲ କଣ ପାଇଁ? ମଝିରେ କାହିଁକି ହସିଲ କଣ ପାଇଁ? ଷ୍ଟାର୍ଟିଂରୁ ହସିଲ। ତମେ ଯାହା କହିଲ, ଯାହା କହିଲ, ସେ ଯାହା ଯାହା କହିଲ ସେଥିରେ ଜଣକୁ, ତମକୁ କଣ ଲାଗୁଛି, ତମ ପରଫରମାନ୍ସ ତମକୁ କେମିତି ଲାଗୁଛି, କଣ ତମେ ଭାବିଲ ବା କଣ ଲାଗୁଛି ତମକୁ? ସାର୍ ମୋ ପରଫରମାନ୍ସ ତ ମତେ ନର୍ମାଲ ହିଁ ଲାଗୁଛି, କାହିଁକି ବେଶୀ ନର୍ମାଲ ଭଲ ଲାଗୁଛି? ଲାଗୁଛି। ତମକୁ ଫିଲ୍ ହଉଥିଲା ତମ ବୋଉ ମରିଯାଇଛି ବୋଲି? ତମକୁ ଫିଲ୍ ହଉଥିଲା? ସାର୍ ବୋଉ ପରେ ସିଏ, ମଝିରେ ମଝିରେ ବୋଉ ଯେତେବେଳେ ଆସିବ, ବୋଉ କଥା ଆସିବ, ତ ସେତେବେଳେ ଅଟୋମେଟିକ ଆଖିରେ ଲୁହ ପଳେଇ ଆସିବ। ତମେ ଫିଲ୍ କରିବା ଦରକାର ସତରେ ମୋ ବୋଉ ଏଇଭଳିଆ କଣ୍ଡିସନ, ମୋ ବୋଉ ଛାଡିକି ଚାଲି, ଯଦି ମୋ ବୋଉ ଥାନ୍ତା ମୁଁ ଏଇଭଳିଆ କେବେ ନଥାନ୍ତି। ଆଜ୍ଞା ଅଟୋମେଟିକ ସାର୍ ସେ କଥାବାର୍ତ୍ତା
ସେ ଫିଲିଙ୍ଗସ୍ ଅଟୋମେଟିକ ଆସିବ। ତ ତମେ ବୁଝିନ ଯାହା କହୁଛ ସେଟା ତମେ ଫିଲ୍ କରୁନ, ସତରେ ତମ ବୋଉ ଚାଲି ଯାଇଛି ବୋଲି ତମେ ଭାବୁନ, ତମେ ଡାଇଲଗ ୱେରେ କହୁଛ, ସେଇଥିପାଇଁ ଏମିତି ହଉଛି। କିଛି ବି କ୍ୟାରେକ୍ଟର ହଉ, ସେ କ୍ୟାରେକ୍ଟର ପଏଣ୍ଟ ଅଫ ଭ୍ୟୁରୁ ମତେ କଣ କରିବା ଦରକାର ହେଲା। ଆମେ ଏଇଟା ଗୋଟେ ବିରାଟ ବଡ କଥା ନୁହଁ, ଆମେ କରିପାରିବେନି ସେମିତି ନୁହଁ, ବା ଆମେ ଏବେ କରିପାରିଲେନି ଆମେ କେତେବେଳେ କରିପାରିବା ସେମିତି ନୁହଁ, ସମସ୍ତେ କରିପାରିବେ, ବଟ୍ ବୁଝିବା ଦରକାର ମୁଁ କଣ କରୁଛି। ଓକେ, ନେକ୍ସଟ ଆଉ କିଏ କରିବେ? ଯେହେତୁ ଆମେ ନୂଆ ଜଏନ୍ ହେଇଛନ୍ତି, ସମସ୍ତେ ମୋ କଥା ଶୁଣ, ଯେପର୍ଯ୍ୟନ୍ତ ଯୋଉ ଟାସ୍କ ଦିଆହଉଛି ଆକୁ ଯଦି ଆମେ ନ କରୁଛନ୍ତି ଆମେ ଏଇଭଳିଆ ପ୍ରୋବ୍ଲେମ ହବ ଆମ ସହିତ, ଆମେ ବୁଝିପାରିବାନି। ଆମେ ବର୍ଷେ ପଳେଇବ କ୍ଲାସ, ଆମେ କିଛି କରିପାରିବାନି, ବର୍ଷେ ପଳେଇଲେ ବି ଆମେ କିଛି କରିପାରିବା ଯେପର୍ଯ୍ୟନ୍ତ ଆମେ ନ ବୁଝିଛନ୍ତି ଯୋଉ ଟାସ୍କ ଗୁଡା ନ କରୁଛନ୍ତି। ଓକେ, ନେକ୍ସଟ କିଏ କରିବେ କରନ୍ତୁ। ସେ ଯୋଉ ପିଲାଟା କହୁଛି ସେ ବାପା ମାଙ୍କ ଠାରୁ ଦୂରରେ ଅଛି, ଆଉ ସେ ଆକ୍ଟିଂ ପାଇଁକା ଆକ୍ଟିଂ ଲାଇନରେ ଯାଇଛି, ଆଉ ତା ବାପା ଏବେ ତମେ ଜାଣିପାରିଲ ତ ତମେ କ୍ଲିୟର ନାହ ବୋଲି କ୍ୟାରେକ୍ଟର ବିଷୟରେ, ତ ଏଇ ନହେଲେ ସେଟା ତମେ ଫିଲ୍ କରିପାରିବନି। ସମସ୍ତଙ୍କର ଏଇ କମନ ପ୍ରୋବ୍ଲେମ କି ଆମେ କାମ କରୁନାହାନ୍ତି, ଆମେ ଯଦି କାମ ନ କରୁଥିବା ଆମେ ଭଲସେ ହବନି। ଏଇଟା ହବ କେତେବେଳେ, ଯେତେବେଳେ ମୁଁ ସ୍କ୍ରିପ୍ଟ ବହୁତ ଥର ପଢିଥିବି, ପର ପେଜ ତାକୁ ଆନାଲାଇସିସ୍ କରିଥିବି, କ୍ୟାରେକ୍ଟର ବିଷୟରେ ଲେଖିବି, ତାହେଲେ ହେଇପାରିବ। ଯଦି ଧରକ ମୁଁ ତମକୁ ଗୋଟେ କଥା କହୁଛ, ତମେ ଧରକ ସେଇ କଥା ମୁଁ ତମ ଏଥିରେ ଆଡ କରୁଛି, ତମ ଘରେ ତମେ ବାହାରେ ଅଛ, ଘରେ କହୁଛନ୍ତି ଯଦି କିଛି ସମୟ କିଛି ନ ହଉଛି ତ ପଳେଇଆ, କିଛି ନ ହଉଛି ତୁ ପଳେଇ ଆସ ଘରକୁ, କାହିଁ ସେଠି ରହିଛୁ, କାହିଁ କିଛି ତ ହବାର ହଉନି, ପଳେଇ ଏଠି, ଏଠି ଆସିଲେ କଣ କରିବୁ, ସେଟା ସେଟା କଷ୍ଟ ଲାଗିଛି ତମକୁ, ତମ ସାଙ୍ଗକୁ କହୁଛୁ ବୋଉ ମତେ ଏଇ କଥା କହୁଛି, ମୁଁ କଣ କହିବି ତାକୁ, ମୁଁ ଏଥର ଅଡିସନ ଟା ଦେଇଥିଲି ଭାବିଲି ହେଇଯିବ ବୋଲି, ଏଇଥର ବି ହେଲା। ଫିଲ୍ କର ଏଇ କଥାଟାକୁ, ଯେମିତି ସେ କଥାଟା ଲାଗିବ କି ଗୋଟେ ଶୁଣିଲେ କିଏ ଶୁଣିବ ତାକୁ କଣ ଲାଗିବ, ବଟ୍ ତମେ ନିଜେ ଫିଲ୍ କର କି ତମେ ଅଡିସନ ଦେଇଥିଲ, ଘରର କଣ୍ଡିସନ ଏଇଭଳିଆ, ବୋଉ ମତେ ଡାକୁଛି, ବୋଉ ମୋ ପାଇଁ ଗାଳି ଖାଉଛି, ବଟ୍ ମୁଁ କିଛି କରିପାରୁନି, ମୁଁ କାମଟା କରିପାରୁନି ନା କିଛି କରିପାରୁନି। ଏଟା ଫିଲ୍ କଲେ ହବ ଏଇ ଜିନିଷଟା। ଫିଲ୍ କରିବା ପୂର୍ବରୁ ତମେ ବୁଝିବା ଦରକାର ତମେ କଣ କହୁଛ, କାହାକୁ କହୁଛ, କୋଉଠି କହୁଛ। ଠିକ ଅଛି, ଏଟା ତମେ ପଢିନ ତ ଏଟା କେବେ ହେଇପାରିବନି। ତମେ ଯୋଉ କ୍ୟାରେକ୍ଟର ଧର ତମର ବେଷ୍ଟ ସେଟା କରିକି ଦେଖାଅ। ବାକି ଯଦି ଅଭିନୟ ନଥିବ ଓଡିଶୀରେ ତାକୁ ନୃତ୍ୟ କୁହାଯିବ, ଯଦି ତମର ପଢା ହେଇଥିବ ଜାଣିଥିବ, ତ ଓଡିଶୀରେ ବହୁତ ସାରା ଅଭିନୟ ଅଛି। ସାର୍ ଆକ୍ଟିଂ କଲା ବେଳେ କହିଲା ବେଳେ ବାଉଳା ହେଇଯାଉଛି। ବାଉଳା ହେଇଯାଉଛ ଏଇଥିପାଇଁ ବାଉଳା ହେଇଯାଉଛ, ତମେ ସେ କ୍ୟାରେକ୍ଟରକୁ ବୁଝୁନ, ସେଇଥିପାଇଁ ବାଉଳା ହେଇଯାଉଛ। ତମେ ଆକ୍ଟିଂ କଲା ଭଳିଆ କରୁଛ, ଆକ୍ଟିଂ ଏଇଠି କାମ ନୁହଁ ଏଇଟା। ତମେ ଯେମିତି ଯାହା କହିଲ ମତେ ଏବେ ଯାହା କହିଲ ଆକ୍ଟିଂ କଲା ମୁଁ ବାଉଳା ହେଇଯାଉଛି, ଏଥିରେ ପ୍ରପର ଫିଲିଙ୍ଗସ୍ ଅଛି, ତମେ ଜାଣିଛ ରିଜିନ ଅଛି, ଜାଣିଛ କି କାହାକୁ କହୁଛ, କଣ କହୁଛ, ସେଟା ବୁଝିଛ ବୋଲି ସେଇଭଳିଆ ଅନୁସାରେ ମତେ କହିଲ କି ଆକ୍ଟିଂ କଲା ମୁଁ ବାଉଳା ହେଇଯାଉଛି। ବଟ୍ ସେମ୍ ଜିନିଷ ଗୋଟେ ଡାଇଲଗ ଲେଖା ହେଇଥାନ୍ତା, ତମେ କହିଲା ତମେ ନର୍ମାଲ ଆକ୍ଟିଂ କହିଲା ସାର୍ ମୁଁ ବାଉଳା ହେଇଯାଉଛି, ତ ଦିଟାଙ୍କ ଡିଫରେନ୍ସ, ଦିଟାଙ୍କ ଅଲଗା, ଏଇଟା ଅଲଗା ସେଇଟା ଅଲଗା, ବୁଝିଲେ କି? ତ ପ୍ରୋବ୍ଲେମ ତମର କଣ ହଉଛି ଜାଣିପାରିଲ, ତମେ ପ୍ରୋବ୍ଲେମ ହଉଛି ତମେ ଏଟାକୁ ବୁଝିନ। ରିଏଲ ଲାଇଫରେ ବା ଆମ ଡେ ଟୁ ଡେ ଲାଇଫରେ ଯାହା ଯାହା ହଉଛି, ମୁଁ ଯେମିତି କଥା ହଉଛି, ଯେମିତି ବିହେଭ କରୁଛି, ସମସ୍ତଙ୍କୁ ଚିହ୍ନିଛି ଜାଣିଛି, ତାଙ୍କ ସହିତ ସେମିତି ସେଇଥିପାଇଁ ବିହେଭ କରୁଛି ସେମିତି। ମତେ ଯୋଉ କ୍ୟାରେକ୍ଟର ଗୋଟେ ଦିଆଯାଇଛି ତାକୁ ଯଦି ମୁଁ ଚିହ୍ନିଥିବି ଜାଣିଥିବି, ତାଙ୍କ ସହିତ ବି ସେମିତି ବିହେଭ କରିବି, ସେମିତି କଥା। ଓକେ, ବଟ୍ ସମସ୍ତଙ୍କୁ ମୁଁ କହୁଛି ଯୋଉମାନେ ଅଛନ୍ତି ଏବେଠାରୁ ଯଦି ଠିକ ଅଛି ଯାହା ହେଲା ନହେଲା ନାହିଁ, ଏବେଠାରୁ ଟାସ୍କ ଗୁଡା କମ୍ପ୍ଲିଟ କରିବା। ଆମକୁ ଏଇଠି କାମ ପ୍ରପର ଜାଣିବା ସହିତ କାମ ମିଳିଯିବ, ମୁଁ ବାରମ୍ବାର କହୁଛି। ଓକେ, ନେକ୍ସଟ କିଏ ଯିବେ? ନମସ୍କାର ଜଜେସ୍, ପ୍ରଥମେ ମୁଁ ଧନ୍ୟବାଦ ଜଣାଉଛି ଯେ ଆମକୁ ଏତେ ଭଲ ଅପରଚ୍ୟୁନିଟି ଦେଇଥିବାରୁ। ମୋ ନାଁ ହେଉଛି ପ୍ରଶାନ୍ତ ସାହୁ, ମୁଁ ବ୍ରହ୍ମପୁର ଆସିଛି। ମୋର ଏଜ୍ ହେଉଛି 39 ଇୟର, ମୋର ହାଇଟ୍ ହେଉଛି 5.6, ରାଇଟ୍ ପ୍ରୋଫାଇଲ, front profile, left profile. Thank you. ମୁଁ ଷ୍ଟୁଡିଓ ଏସବିଆଇ ରେ ଆକ୍ଟିଂ ଶିଖୁଛି, ଆଉ ରିସେଣ୍ଟଲି ମୁଁ ଦୁଇଟା ଅଡିସନ ଦେଇଥିଲି, ଯୋଉଟା କି ବିଜୁ ପଟ୍ଟନାୟକ ଫିଲ୍ମ ଫେଷ୍ଟିଭାଲ ଇନଷ୍ଟିଚ୍ୟୁଟରେ, ସେଠି ମୁଁ ସିଲେକ୍ସନ ବି ହେଇଛି ଦୁଇଟା ଫିଲ୍ମର ସ୍କ୍ରିପ୍ଟରେ। ଆଉ ବର୍ତ୍ତମାନ ମୋର ବିଜନେସ୍ ସହିତ ମୁଁ ସୋସିଆଲ ଆକ୍ଟିଭିଟିଜ୍ ବି କରେ, ଆଉ ମୋର ହବିସ୍ ହେଉଛି ଆକ୍ଟିଂ ଆଉ ମଡେଲିଂ। ତାର ଯୋଉ ସାଙ୍ଗ ଯିଏ ଆସିକି ଆଦିତ୍ୟ କହୁଛି ସେତେବେଳେ ଇଏ ଦି ଜଣ ଚିଡି ଯାଉଛନ୍ତି ନା, ଯୋଉ କହୁଛୁ ମତେ ମଦ ପିଇବା କଥା କହୁଛୁ, ଆମେ ଖାଲି ମଦ ପିଇଛୁ, ଆମେ ଖାଲି ମଦ ପିଇଛୁ ମାନେ ଆମେ ଦୁନିଆର ସବୁ ପାପ କାମ ଆମେ ହିଁ କରୁଛୁ,
ଦୁନିଆରେ ଯାହା ଯାହା ହଉଛି ସବୁ ଆମେ କରୁଛୁ। କଣଟା ମଦ ପିଲୁ ଆମେ କଣ ମାନେ କଣ ଏମିତି ଗୋଟେ ଭୁଲ କରିଦେଲୁ ଆମେ? ଦୁନିଆରେ ଏଇଆ ହଉଛି ସେଇଆ ହଉଛି ସେଇଆ ହଉଛି ସେଇଆ ହଉଛି, ଯେମିତି ସତରେ ଯେମିତି ଆପଣ ଯଦି ସତରେ ଏଇଭଳିଆ ଗୋଟେ ଷ୍ଟୋରି ଉପରେ କହିଥାନ୍ତେ କେମିତି ଆପଣ ଆଉ ଟିକେ ସ୍ମୁଥ ରେ ଆମେ କହିପାରିବା, ବୁଝେଇଲା ଡିସ୍କସ୍ କଲା ବେଳେ। ବୁଝିଲା ଭଳିଆ ନୁହଁ, ସେ ବୁଝଉନି ଏ କଥାଟା, ସେ ଜୋର କରି କହୁଛି ଆରେ ତୁ ମଦ ଆମକୁ କଣ କହୁଛୁ, ତୁ ତ ଆମକୁ କଣ ଏ କହୁଛୁ ଆମେ ଦୁନିଆ ମଦ ଯାହା ପିଉଛୁ? ହେଲାଣି ଆମେ ତ ମଦ, ଆମେ ତ ଘରେ ଅଛୁ ମଦ ପିଉଛୁ, ମୋ ସାଙ୍ଗ ସହିତ ମୁଁ କାହାକୁ ଡିଷ୍ଟର୍ବ କରୁଛି କି? ନା ବାହାରେ ଯାଇକି ମୁଁ ଶୋଧୁଛି କାହାକୁ? ମୁଁ ଶୋଧୁଛି କି ତୁ? ତ ଆମକୁ କଣ କହୁଛୁ ସବୁବେଳେ? ଆମେ ଆମର ଆସିଲୁ ମଦ ପିଇଲୁ, ଆମ ମାଇଣ୍ଡରେ ବହୁତ ଟେନସନ ଆମର କିଛି ହଉନି, ଆମେ ବସିକି ମଦ ପିଇଲୁ। ଆମେ କଣ ମଦ ପିଇ ପାରିବୁନି? ଦୁନିଆରେ କେତେ ଟେନସନ ଅଛି, କୁଆଡେ କଣ ହେଇଗଲାଣି, ଏଠି ହେଲାଣି ସେଠି ହେଲାଣି, ଛୋଟ ଛୁଆଙ୍କୁ ବଳାତ୍କାର କରିଦଉଛନ୍ତି। ଛି, କଥାବାର୍ତ୍ତାରେ ୱେ ଏମିତି ହବା ଦରକାର। ଯଦି ସତରେ ଯେମିତି ନର୍ମାଲ ଆପଣ ଶୁଣିବେ କେମିତି ଲାଗିବ, ଆପଣ ଯାହା କହିଲେ ତାକୁ ଆପଣ ଫୋନ ରେକର୍ଡ କରନ୍ତୁ, ଆପଣ ଶୁଣିବେ, ଭିଡିଓ ଦେଖିବେନି ଶୁଣିବେ। ଏ କଥାଟା ଯେତେବେଳେ ଶୁଣିବେ ଆପଣଙ୍କୁ ଲାଗିବ କି ଏଟା ଆପଣ ଡାଇଲଗ କହିଲା ଭଳିଆ କହୁଛନ୍ତି ନା ସତରେ କାହାକୁ ଏମିତି ୱେରେ କହୁଛନ୍ତି। ବୁଝିଲେ କି? ତ ମୁଁ ଜାଣିବା ଦରକାର, ଏଇ ସବୁ କଥା ଆମେ କ୍ଲିୟର ହବା, ବୁଝିବା ଦରକାର ସମସ୍ତେ। ସେ କଥା ମତେ ସାଙ୍ଗ ଆସିକି କହିଲା, ଆଙ୍କୁ ଭଲ ଲାଗୁନି, ଆଙ୍କୁ ଲାଗୁଛି ଆମେ ମଦ ପିଲା, ମଦ ପିଇବୁ କିଛି ନାହିଁ। ଆରେ ଭାଇ ଆମେ ମଦ ପିଇବୁ, ଆମେ କାହାକୁ କିଛି ହଇରାଣରେ ପକଉନୁ, ଆମେ କାହାକୁ ସୋଦାସୋଦି କରୁନୁ। ଭାଇ ତୁ ତ ଖୁସି ହବା କଥା, ତୋର ଏତେ ଭଦ୍ର ସାଙ୍ଗ ଅଛନ୍ତି, ତ ଖୁସି ହବା କଥା। ଆମେ ଏତେ ଭଦ୍ର ଭାବରେ ଯାହା କରିବା କାହାକୁ କିଛି କହିବାର ନାହିଁ, ଆମେ ଆରାମସେ ବସିକି ଆମେ ଆମ ମଦ ପିଉଛୁ, ଆମେ କାହାକୁ କିଛି କହିବାର ନାହିଁ। ତ ଖୁସି ହବା କଥା, ତୋ ପାଖରେ ଏଇଭଳିଆ ସାଙ୍ଗ ଅଛନ୍ତି। ଆଉ ତୁ ଆସିକି ଆଇଲୁ କୋଉଠୁ ଗୋଟେ ଆସିଲୁ, ଚଲେଇଛୁ ଧନ୍ଦା ଚଲେଇଛୁ ଏମିତି। ଆମେ ଆମ ଲାଇଫରେ ଯାହା କଲୁ କଲୁ ନ କଲୁ ତୋର କଣ ଅଛି? ତୁ ତ ତା କାମରେ ତୁ କାମ କରୁନୁ, ତୁ କଣଟା କରୁଛୁ କହିଲୁ? ଯାଉଛୁ ତୋ କାମ, ଯାଉଛୁ ଜବ୍ କରୁଛୁ, ଆସୁଛୁ, ଖାଉଛୁ ପିଉଛୁ, ଶୋଉଛୁ, ତୋ ମାଣ୍ଡୁ ସହିତ କଥା ହଉଛୁ, ଛୁଟି ଦିନେ ବୁଲିବା ପାଇଁ ଯାଉଛୁ, କଣଟା ତୁ ଅଧିକା କରୁଛୁ? ଆମେ କରୁଛୁ ଏଇଟା, ଆମ ମଦ ପିଇଲୁ, କଣ ଅସୁବିଧା କଣ ହେଇଗଲା? ଆମେ ତ କାହାର କିଛି କ୍ଷତି କରୁନୁ। ତ ତା ୱେରେ ସିଏ କହିବା ପାଇଁ ଟ୍ରାଏ କରୁଛି, ତ ସେଇ ୱେଟା କେମିତି ହବା ଦରକାର? ଇଏ ହବ କେମିତି? ଆପଣ ଯେତେବେଳେ ଇମାଜିନ କରିବେ ସେ ଲୋକଟା ମୋ ସାମ୍ନାରେ ମତେ କହୁଛି ଏଇଆ, ତାକୁ ମୁଁ କେମିତି ରିଟର୍ନ ଦେବି? ମୁଁ ଟ୍ରାଏ କରିବିନି କି ମୁଁ କେମିତି ତାକୁ ହସିକି କହିବି, କେମିତି ଇଏ କରିବି। ସେ ଯୋଉ ଫୋକସ, ସେ ଯୋଉ କାହାଣୀର ଏମ୍ କଣ, ସେ କଥାର ଏମ୍ କଣ? କଥାର ଏମ୍ ହଉଛି ଏ କହିବା ପାଇଁ ଚାହୁଁଛି କି ତୁ ତୋ କାମ କର, ଆମେ ଆମର ବସିକି ମଦ ପିଇଲୁ, ତୁ ସେଥିରେ କିଛି କନା ମୁଣ୍ଡ ପୁରା, ଆମେ କାହାକୁ କିଛି କହୁନୁ, ଆମେ ଆରାମସେ ଆମ ଏଥିରେ ଯୋଉ ଦୁନିଆରେ କେତେ ପ୍ରୋବ୍ଲେମ ଅଛି, କେତେ ଘଟଣା ଘଟୁଛି, ଆମେ ଟିକେ ଦୁଃଖରେ ମଦ ପିଇ ପାରିବୁନି? ସେ ତା ପଏଣ୍ଟ ଅଫ ଭ୍ୟୁରୁ କହୁଛି, ଆମେ ଆମ ପଏଣ୍ଟ ଅଫ ଭ୍ୟୁରୁ, ଆପଣ ଆପଣଙ୍କ ପଏଣ୍ଟ ଅଫ ଭ୍ୟୁରୁ କହୁଛନ୍ତି, ଯୁକ୍ତି କରୁଛନ୍ତି। ବୁଝିଲେ କି? ଓକେ, ନେକ୍ସଟ, ଏବେ ଆପଣଙ୍କର ଯୋଉ ବେଷ୍ଟ କଥା କହିଲେ, ବଟ ବୁଝିପାରିଲେ ତ ଆପଣଙ୍କର କଣ? ଆମେ ଏବେଠାରୁ କଣ୍ଟିନ୍ୟୁ ସବୁ କ୍ଲାସରେ ମଝିରେ ମଝିରେ ଆମର ଇଏ ଅଡିସନ ହବ, ତା ଦ୍ୱାରା ଆମେ କଣ ଭୁଲ ଆମର କଣ ଜାଣିପାରିବା, କଣ ଭୁଲ କରୁଛନ୍ତି ଆମେ, ତା ସହିତ ସମସ୍ତେ ଏବେଠାରୁ ଗୋଟେ କମନ ଟାସ୍କ ହେଲା, ସମସ୍ତଙ୍କର କମନ ଟାସ୍କ, କାଲିଠାରୁ ନେକ୍ସଟ ସଣ୍ଡେ ଭିତରେ ପ୍ରତିଦିନ 1ରୁ 2ଟା କ୍ୟାରେକ୍ଟର ମୋ ଆଖପାଖରେ କ୍ୟାରେକ୍ଟର ମୁଁ ଅବଜର୍ଭ କରିବି, ଭିଡିଓ କରିକି ପଠେଇବି। ମିନିମମ୍ 3 ମିନିଟ ହବା ଦରକାର, ମ୍ୟାକ୍ସିମମ୍ କେତେ ହବ ଅଲଗା କଥା, ବଟ ମିନିମମ୍ 3 ମିନିଟର ଭିଡିଓ ହବା ଦରକାର। ମୋ ଆଖପାଖରେ ଧରକ ଆପଣ ରହୁଛନ୍ତି, ଆପଣ ଘରେ, ଆପଣ ଫ୍ୟାକ୍ଟ୍ରି କାମ ବୁଝୁଛନ୍ତି ବା ଘର କାମ ବୁଝୁଛନ୍ତି, ଛୋଟ ଛୁଆଟେ ଅଛି, ଘର ଲୋକ ଅଛନ୍ତି, ୱାଇଫ ଅଛନ୍ତି, ନିଜ ଲୋକ ଅଛନ୍ତି, ଭାଇ ଅଛନ୍ତି ବା ଭଉଣୀ ବା ବାବା ଅଛନ୍ତି, ବା ଆପଣଙ୍କ ଆଖପାଖରେ ବହୁତ ସାରା କଷ୍ଟମର କିଏ ଆସୁଛନ୍ତି ଦେଖା କରିବା ପାଇଁ ବା କଣ ହଉଛି, ଆଙ୍କ ଭିତରୁ ଗୋଟେ କ୍ୟାରେକ୍ଟର ପ୍ରତିଦିନ 1-2ଟା କ୍ୟାରେକ୍ଟର ଅବଜର୍ଭ କରିବେ, ଆସିକି ପରଫର୍ମ କରିକି ପଠେଇବେ। ଖାଲି ଅବଜର୍ଭ ନୁହେଁ କି ସେ ଖାଲି କଥା କେମିତି ହଉଛନ୍ତି, ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ଅବଜର୍ଭେସନ, ତାଙ୍କର ଇଣ୍ଟରନାଲି ବି ବୁଝିବା ପାଇଁ ଚେଷ୍ଟା କରିବେ, ଖାଲି ଏକ୍ସଟର୍ନାଲ ନୁହଁ, ଇଣ୍ଟରନାଲି ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ମତେ ଯଦି ଏଇ କଥା ସେ ଏମିତି କହିଲା, କାହିଁକି କହିଲା? ମତେ ଯଦି ପ୍ରଶାନ୍ତ ଭାଇ କିନା ପଚାରିଲେ, ସତ୍ୟ ଆଉ ଖାଇଛନ୍ତି? ହଁ ମୁଁ ଖାଇବି ଆଉ, ଏମିତି ମୁଁ ଏମିତି କାହିଁ ନ କହିଲି, ହଁ ଖାଇବି ଆଉ। ଦିଟାଙ୍କର କଥା ଡାଇଲଗ ସେମ, ବଟ କଥାର ମଡୁଲେସନ ଅଲଗା। ମୁଁ ଯଦି କଥା ଏମିତି କହିଥିଲି, ତାମାନେ ମୋ ମାଇଣ୍ଡରେ ଗୋଟେ ଟେନସନ ଅଛି, ମୁଁ ସେଇଥିପାଇଁ ହଁ ଖାଇବି ଆଉ, ଏମିତି ସେଇଥିପାଇଁ କହିଥିଲି ଆଉ। ମୁଁ ଯଦି ଏମିତି କହୁଛି ହଁ ଖାଇବି ଆଉ, ତାମାନେ ମୋ ମାଇଣ୍ଡରେ କଣ ଗୋଟେ ଅଲଗା ଚାଲିଛି, ସେଇଥିପାଇଁ ମଡୁଲେସନ ଅଲଗା ହେଇଗଲା। ବୁଝିଲେ କି? ଆମେ ଯେତେବେଳେ ଯାହା କରିବା, ଯୋଉ କ୍ୟାରେକ୍ଟର କରିବା, ଟ୍ରାଏ କରିବା ବୁଝିବା ପାଇଁ ତାର ଇଣ୍ଟରନାଲ କଣ ଚାଲିଛି, ଇଣ୍ଟରନାଲ କଣ ଚାଲିଛି ତା ଭିତରେ, ସେଇ ପଏଣ୍ଟ ଅଫ ଭ୍ୟୁରୁ କରିବା।
नहले एक्सटर्नल खाली मु डायलॉग मते लिखा है मु कहिदेबी से बेला देखा होची एक्टिविटी सेमती करबी हबनी इंटरनल टाको बुझिथिले ऑटोमेटिक एक्टिविटीज हे जिवो मो कथा समस्त क्लियर हो बुझुचंदी जदि मु ଆଜ୍ଞା से ସାର୍ लोकटाको भितरु चिन्हिथिबी से लोकटा केमितिया ताले ऑटोमेटिक तार एक्टिविटीज भी पळि आसीयो मोर मो भितरे बट मु चिन्हिथिबा दरकार से लोकटा ओके आपनकर बेस्ट करंतु कोन करिवे अच्छा ये होचन जे जा सहित कथा ले से आपन मिसेस आपन टिके भल से मन पकंतु आपन को मिसेस को सहित आपन एमती कथा हुंती एमती माने एमती कथा होय ना केमती कथा हुंते आपन जदि एई बळा कंडीशन हला आपन सेतरे केमती कथा हेबे एमती मन पकंतु केबे आपन पेपर पढुथिले आपन को से कोन कहिले आपन केमती वे रे तां कहिले बुझिले कि आम कथबार्ता एमती हवा दरकार दैट टू धरक आपन को मिसेस सहित आपन कथबार्ता सेई टाइम रे गोटे पूर्वरु कोन झगड़ा हेतला बा सेई टाइम रे कि झगड़ा हेइ नथिला तो सेई टाइम रे कंडीशन केमती आपन को मिसेस ମୁଁ केमती ମିସେସ୍ कथा ସହିତ ସ୍ମୁଥଲି କଥା तो स्मूथली ହଉଛି ଏଠି हाँ ତା मु ତା एग्जांपल ବିଷୟରେ ପଚାରୁଛି हाँ मु ସାନ ଭାଇ एग्जांपल ବିଷୟରେ दउची ପଚାରୁଛି मो कथा एई वर्ड मु ये कहै पे चाहूची कि आपण मेंटेन करी कथा होतरी मेंटेन माने कि धरक डायलॉग कहला बेला मेंटेन करिवेनी सतरे भाबंतु कि सतरे फील करंतु आपनको वाइफ आपनको पेपर पढुचंदी बा जे आपनको धरक भाई तांको डाकी के आनिचंदी गां रे से थिले आपण से टेंशन टा सेटा को फील करंतु से टेंशन टा फील करंतु बा पेपर पढ़िया ପାଇଁ କହୁଛନ୍ତି ୱାଇଫ କୁ କହୁଛନ୍ତି ଆରେ ସେ କୁଆଡେ ଗଲା ତାକୁ କହିଥିଲେ ଅଡିସନ ଦେବା ପାଇଁ ନା କି ଜବ୍ କରିବା ପାଇଁ ବା ଯାହା ବି ଆପଣ ଇଣ୍ଟରଭ୍ୟୁ ଇଣ୍ଟରଭ୍ୟୁ ଅଛି ଇଣ୍ଟରଭ୍ୟୁ କହିଥିଲି ଯେ ଗଲା ନା ନାହିଁ ଯାଇନି ଗାଁକୁ ତାକୁ ଡାକିକି ଆଣିଛି ଯିବ ବୋଲି ଯାଇନି କଣ ତ ଡାକିଲା ମଝିରେ ଗୋଟେ ପଜ ମୁଁ ଦଉଛି ତ ଜଣେ କିଏ ଶୁଣିବ ଯଦି ତାକୁ ଲାଗିବ ଆଚ୍ଛା ଜଣେ ବୋଧେ ସତରେ ମୋ ସାମ୍ନାରେ କିଏ ଅଛି ଆଉ ଯଦି ମୁଁ କହିବି ଆଚ୍ଛା ତାକୁ ଡାକିବା ପାଇଁ କହିଥିଲି ସେ ଆସିଲାନି କଣ ମୁଁ ଯଦି ଗୋଟେ ପରେ ଗୋଟେ ନନଷ୍ଟପ କହି ଚାଲିବି ଗୋଟେ ପରେ ଗୋଟେ ସେଟା ଲାଗିବ କେମିତିଟା ନା ଡାଇଲଗ କହିଲା ଭଳିଆ ଲାଗିବ ବଟ ସେଥିରେ ମୁଁ ପଜ ବି କେମିତି ଦେବି କେମିତି ସେଥିରେ ସ୍ପେସ ରଖିବି ଯଦି ମୁଁ ଫିଲ୍ କରିପାରୁଥିବି ମୋ ସ୍ତ୍ରୀ ଯଦି ମୋ ସାମ୍ନାରେ ଅଛନ୍ତି ହୁଏତ ମୋ ସ୍ତ୍ରୀ ମୋ ଏବେ ସାମ୍ନାରେ ନାହାନ୍ତି ଯଦି ମୋ ସ୍ତ୍ରୀ ମୋ ସାମ୍ନାରେ ଅଛନ୍ତି ତାଙ୍କୁ ମୁଁ କଥାବାର୍ତ୍ତା କଲାବେଳେ ମୁଁ ପଜ ଦେଇକି କହୁଛି ସିଏ ମତେ କଣ କହିଦଉଛନ୍ତି ସିଏ କଣ କରୁଛନ୍ତି ମୁଁ ଭାବିକି ବି କହୁଛି ମୁଁ ଆଗରୁ ତାଙ୍କୁ କଣ କହିଥିଲି ଏବେ କଣ କହୁଛି କିଛି ଗୋଟେ ଭାବିକି ବି ମାନେ କହୁଛି ଏଠି ଜଣା ପଡିଯାଉଛି ନର୍ଭସନେସ୍ ଟା ଯୋଉଟା କି ମୁଁ କିଛି ଗୋଟେ କରିକି ଦେଖେଇଲା ଭଳିଆ ରିଏଲିଟି ଲାଗୁନି ହଁ ନ୍ୟାଚୁରାଲିଟି ଇଏ କଥା ହଉଛି ରିଏଲିଷ୍ଟିକ କେତେବେଳେ ଲାଗିବ ଯେତେବେଳେ ମୁଁ କ୍ଲିୟର ଥିବି କ୍ୟାଜୁଆଲି ରହି ରହି ଯୋଉଠି ପଜ ଦରକାର ଡାଇଲଗ ର ସେଠି ରହିବା କଥା ପଜ ଦବା ଆଚ୍ଛା କଥା ଆରେ ଠିକ ହଁ ଅଛି କଥା କଣ ସେଟା କଲୁ ମୁଁ ଟେକ୍ନିକାଲି କହିଦେଲି ପଜ ଦରକାର କିନ୍ତୁ ଆମ ରିଏଲ ଲାଇଫ ରେ ଆମେ ଆଜି ପର୍ଯ୍ୟନ୍ତ କେବେ ମାଇଣ୍ଡ ରେ ଆଣିନାହାନ୍ତି କି କାହାକୁ ମୁଁ ପଜ ଦେଇକି କହିବି ରିଏଲ ଲାଇଫ ରେ ଆମେ କେବେ ମାଇଣ୍ଡ ରେ ଆଣିଛନ୍ତି କି ମୋ କଷ୍ଟମର ଆସିଲେ ମୁଁ ଧରକ ଆପଣଙ୍କ କଥା କହୁଛି ମୁଁ ଆପଣ କଷ୍ଟମର ଆସିଲେ ସିଏ ଏତିକି ବୋଟଲ ନେବେ ଆଚ୍ଛା ତାଙ୍କ ସହିତ ମୁଁ କେମିତି ପଜ ଦେଇକି କଥା ହେବି ଏମିତି କେବେ ମାଇଣ୍ଡ ରେ ଆସିଛି କେବେ ଆସିନି କେବେ ଆସିବ ନାହିଁ ବଟ ଆପଣ ଏତିକି କଥା କ୍ଲିୟର ଅଛନ୍ତି ସେ କଷ୍ଟମର କିଏ କୋଉଠିକି ଆସୁଛନ୍ତି କାହା ପାଖକୁ ଆସୁଛନ୍ତି କୋଉଠି ଆସି କଥା ହଉଛନ୍ତି ଏଇ କଥା କ୍ଲିୟର ଅଛନ୍ତି ଆପଣ ସେଇଭଳିଆ ୱେ ରେ କଥା ହଉଛନ୍ତି ତ ଏଇ ଜିନିଷ ମ୍ୟାଟର ସେଇ କଥା ମୁଁ କହୁଛି ଆପଣ କ୍ଲିୟର ହବା ଦରକାର ଆପଣଙ୍କ ୱାଇଫ ତାଙ୍କ ସହିତ ଆପଣଙ୍କର ସମ୍ପର୍କ କେମିତିଆ କୋଉ ଜାଗାରେ ବସୁଛନ୍ତି କଣ କରୁଛନ୍ତି କାହା ସହିତ କଥା ଏ ଜିନିଷ ଯେତେବେଳେ କ୍ଲିୟର ହେବେ ଇଣ୍ଟରନାଲ କ୍ଲିୟର ହେବେ ଖାଲି ଏକ୍ସଟର୍ନାଲ ନୁହଁ ପେପରଟା ମୁଁ ପଢିଲି ଧରଲି କହିଦେଲି इंटरनल क्लियर हेले से कथा गुड़ा रियलिस्टिक लगे एबेठार जो गोटे एक्सरसाइज देली समस्त ध्यान दियंतु प्रतिदिन गोटे गोटे कैरेक्टर निज आख पाखे देखिए से कौन करुछ से जहाँ करुछंती करिकी मते पठेबे देखिए ये डे बाय डे डेवलप हेबे ए जिनसटा कले प्रतिदिन डे बाय डे डेवलप हेबे प्रतिदिन गोटे गोटे दीटा तीनटा वीडियो करिकी पठेबे अधिका टाइम नु केत समय लागो मु कहली मात्र 3 मिनिट 3 मिनिट कहली करिया पे 3 मिनिट धरक दीटा तीनटा वीडियो कले दीटा तीनटा कैरेक्टर ऑब्जर्व कले कि जो वाला कथाबार्ता मु सेई टाइप रो करिकी पठेली सेई वाला टाइप रो कथाबार्ता करिया पे ट्राई करी सेई वाला एक्टिविटीज करिया पे ट्राई कली अधिका समय लागिवने आराम से करि पर आ डे बाय डे कले धीरे धीरे हमें डेवलप हो बा ए जो भूलभाल होची हमर सब ए दिनस हमर सुधारी हो हेले कि एटा गोटे विराट बड़ कथा नु हमें जेतु बुझी नाती प्रॉपर वे रे सेई पई भूलभाल होची किछि नाही ए कथा रे जदि भी आपन को संगे संगे एखन आउ थरे कहजिवो आपन जे आगुरु जहा करथले एबे टिका उटे बेटर करिवे काना किछि बुझिले फेर बारंबार कले आउरी बेटर हेइ परिवो बट आपन क्लियर थिवा दरकार मो सामने रे की धरक फॉर एग्जांपल जण नुवा कस्टमर आपन पाखु आछुछथि तांको सहित आपन अलगा बिहेव करिवे
ଜଣେ 10 ବର୍ଷର କଷ୍ଟମର ଆପଣଙ୍କ ପାଖକୁ ଆସୁଛନ୍ତି ତାଙ୍କ ସହିତ ଆପଣ ଅଲଗା ବିହେଭ କରିବେ। ଜଣେ କଷ୍ଟମର ଏମିତି ଅଛି ଆପଣଙ୍କ ପୂର୍ବରୁ ମାଲ ନେଇଥିଲା ପଇସା ଦେଇନି, 1,00,000 ଟଙ୍କା ବାକି ଅଛି, ବହୁତ ଖୋଜିଛନ୍ତି, ତା ନାଁରେ କେସ୍ ବି ଦିଆହେଇଛି, ବଟ୍ ସେ ମିଳିନି, ସଡନ ସେ ଆସିଲା, ତାଙ୍କ ସହିତ ଆପଣଙ୍କର ବିହେଭ ଅଲଗା ହବ, ବୁଝିଲେ କି? ଆଉ ଜଣେ ଆସିକି ଆପଣଙ୍କୁ ଅଫର ଦଉଛି, ଆଚ୍ଛା ଆପଣ ଯାହା ଯାହା କରୁଛନ୍ତି ଆପଣଙ୍କୁ ମୁଁ ଦେଖୁଛି, ବଟ୍ ମୁଁ ଚାହୁଁଛି ଆମେ ଟିକେ ଲାର୍ଜ ସ୍କେଲରେ କରିବା ପାଇଁ ଆମେ ଚାହୁଁଛୁ ଗୋଟେ ଅଲଗା ଜାଗାରେ ଆମେ ଗୋଟେ ଫ୍ୟାକ୍ଟ୍ରିଟା ବନେଇବା, ମୁଁ ଇନଭେଷ୍ଟ କିଛି କରିବି, ପାଖାପାଖି ଯଦି କହିବ ମୁଁ 5 crore ଭଳିଆ ଇନଭେଷ୍ଟ କରିପାରିବି। ମୁଁ ଏଇଥିପାଇଁ ନିଜେ କରୁନି କାହିଁକିନା ମୋର ଏଥିରେ ଏକ୍ସପିରିଏନ୍ସ ନାହିଁ। ପ୍ରଶାନ୍ତ ବାବୁ ଆପଣ ତ ଏକ୍ସପିରିଏନ୍ସ ଅଛି, ଆପଣ ତ ଅଲ ଓଡ଼ିଶା କାମ କରୁଛନ୍ତି, ମୁଁ ମନି ସପୋର୍ଟ କରିବି, ବାକି ମୁଁ ଆଉ କିଛି ସପୋର୍ଟ କରିପାରିବିନି କାହିଁକିନା ମୁଁ ଜାଣିନି ଏ ବିଜନେସ୍ ଆକ୍ଚୁଆଲି କ'ଣ, ମୁଁ ଟିକେ ଜାଣିବା ପାଇଁ ଚାହୁଁଛି, ବାକି ମୁଁ ଚାହୁଁଛି ଟିକେ ଆମେ ମିଶିକି ଟିକେ ପାର୍ଟନରସିପରେ ବିଜନେସ୍ କରିବା, ତାଙ୍କ ସହିତ କଥାବାର୍ତ୍ତା ଗୋଟେ ଅଲଗା ରହିବ, ବୁଝିଲେ କି? ତ 3-4ଟା କଥା କହିଲି, ଆମେ ଅଲଗା ଅଲଗା ୱେରେ ଆମେ କଥା ହବୁ, ସେଇଭଳିଆ ଯଦି କ୍ୟାରେକ୍ଟର ବସିଗଲା, ଯଦି ସେଇଭଳିଆ ଆମର ଇଏ ଆକ୍ଟିଂ ଫିଲ୍ଡକୁ ପଳେଇ ଆସିଲା, ଆମେ କ୍ୟାରେକ୍ଟର ଯଦି ସେମିତି ଆସିଲା, ଆମକୁ ସେଟା କରିବା କେମିତି କରିବା ନା ମତେ ବୁଝିବାକୁ ହବ। ରିଏଲ ଲାଇଫ ରେ ସିନା ସେ ଲୋକଟା ଅଛନ୍ତି, ଚିହ୍ନିଛନ୍ତି, ଜାଣିଛନ୍ତି, ବଟ୍ ଆକ୍ଟିଂ ଫିଲ୍ଡରେ ଆମେ ତାଙ୍କୁ ଚିହ୍ନି ନାହାନ୍ତି, ଆମକୁ ଚିହ୍ନିବାକୁ ହବ, ଚିହ୍ନିଲେ ଯାଇକି ଅରିଜିନାଲ ଲାଗିବ, ନହେଲେ ଆକ୍ଟିଂ କଲା ଭଳିଆ ଲାଗିବ। ତ ଆମର ଭୁଲ ହଉଛି ଏଇ ଜିନିଷଟା, ଆମେ ତାକୁ ଚିହ୍ନି ନାହାନ୍ତି। ଯଦି ମୋ ୱାଇଫ ସହିତ ମୁଁ କଥା ହଉଛି, ବଟ୍ ରିଏଲ ଲାଇଫ ୱାଇଫ ସହିତ ମୁଁ ଅଲଗା କଥା ହଉଛି, ଏ ୱାଇଫ ସହିତ କଥା ବେଳକୁ ମୋର ଅଲଗା ହେଇଗଲା, ବୁଝିଲେ? ଏଇ କଥା ଧ୍ୟାନ ଦବା। ଓକେ, ନେକ୍ସଟ ରୁଦ୍ର କରିବ। ନମସ୍କାର, ମୋ ନାଁ ରୁଦ୍ରପ୍ରତାପ ବେହେରା, ମୋ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କୁମାରଟଣା ଗାଁରେ। ମୁଁ ବର୍ତ୍ତମାନ ବିଟେକ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂରେ କରୁଛି ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସରାଙ୍ଗ ଢେଙ୍କାନାଳରେ। ମୋ ଲେଫ୍ଟ ପ୍ରୋଫାଇଲ, ମୋ ରାଇଟ୍ ପ୍ରୋଫାଇଲ, ମୋ ଫ୍ରଣ୍ଟ ପ୍ରୋଫାଇଲ। ମୋତେ ଡ୍ୟାନ୍ସ କରିବାକୁ ଭଲ ଲାଗେ। ମୋ ହାଇଟ୍ ହେଉଛି 5 ଫୁଟ 6 ଇଞ୍ଚ, ୱେଟ୍ ହେଉଛି 48 kg। ମତେ ପୁରୀ ଭାଷାରେ ଟିକେ କଥା ହବାକୁ ଭଲ ଲାଗେ, ଯିବା। ବୋଉ ଫୋନ କରିଥିଲା କାଲି, କହୁଥିଲା କେତେ ଦିନ ସେଠି ଏମିତି ପଡ଼ିକି ରହିବୁ, ଘରକୁ ଫେରିବୁ, ନନା ବିରକ୍ତ ହଉଛନ୍ତି। କ'ଣ ଆଉ କହିବି ଭାଇ, ବର୍ଷକର କଥା ମନେ ବୁଲେଇଥିଲି। ବୋଉ କଥା ଭାବିକି ବେଳେବେଳେ ବହୁତ ଦୁଃଖ ଲାଗେ ମତେ। ମୋ ପାଇଁ ସେ ବିଚରା ନନାଠୁ ଡେଲି କେତେ ଗାଳି ନ ଶୁଣୁଛି, ଆଉ ମୁଁ ଏଠି ବସି ଖଞ୍ଜଣି ବସୁଛି। ଢାଳି ହେଇଗଲା I was really hopeful this time. ନାକର ପଶିଗଲା। ଏ କଥା ବି ଧ୍ୟାନ ଦବା, ଯଦି ପ୍ରପର୍ଟି ମୁଁ ୟୁଜ କରୁଛି, ମୁଁ କେତିକି, ଯଦି ଗ୍ଲାସ ଟା ମୁଁ ଧରିଛି, ଯଦି ଏମିତି କରିଦେଲି ମାନେ ନାକର ପଶିଗଲା ସେ। ଏ କଥା ଧ୍ୟାନ ଦେବି କେତିକି ମୁଁ ନେଇଛି। ଫାଷ୍ଟ ଥର ପୁରା ଟେକିଦେଲ, ଫାଷ୍ଟ ଥର ଏତିକି ବେଳେ ଟେକା ହେଇଥିଲା, ଏ କଥା ମୁଁ ଧ୍ୟାନ ଦେବି। ଏ ଛୋଟେ ମୋଟେ କଥା ନୁହଁ, ଏ କଥା ମୁଁ ଧ୍ୟାନ ଦେବି ଭଲସେ। ଯଦି ମୁଁ ପ୍ରପର୍ଟି ୟୁଜ କରୁଛି, ପ୍ରପର୍ଟି କେମିତି ୟୁଜ କରୁଛି, ମୋ ପାଖରେ ପ୍ରପର୍ଟି ନାହିଁ, ବଟ୍ ମୁଁ ପ୍ରପର୍ଟି ଧରୁଛି, କେମିତି ୟୁଜ କରୁଛି, ତାକୁ କେତିକି ମୁଁ ନଉଛି, ଏଟା ଏମିତି ନେଇଯାଉଛି ନା ଏଠି କେତିକି ନଉଛି, ମତେ ଦେଖାହବା ଦରକାର, ମୁଁ ଇମାଜିନ କରିବା ଦରକାର ମତେ କେତିକି ଧରିଛି ଏଟା। ତା ସହିତ ଯଦି ପ୍ୟାକ୍ ବି ପିଇଛ, 1-2ଟା ପ୍ୟାକ୍ ବି ପିଇଛ, ହେଲେ କି ଖାଇବା ପିଇବା ଏ ସବୁ ପାଖରେ ଥୁଆ ହେଇଛି, ଠିକ ଅଛି, କଣ୍ଟିନ୍ୟୁ କର ସେଠୁ। I was really hopeful this time ଭାଇ। କଣ ସେ ପଦେ କଥା ପାଇଁ ଥିଲୁ କି, ତାପରେ ନାଇଁ କିଛି ହବ ସାର୍। ତାପରେ ମାନେ ମନୋଜ ଭାଇ ଗୋଟେ ଗୀତ ଗାଇବେ ସେଠୁ ଏପଟେ ସମସ୍ତେ ଟିକେ ଲମ୍ବା ଡାଇଲଗ, ସେଥିରେ କେଡେ କେଡେ ଲମ୍ବା ଲମ୍ବା ଡାଇଲଗ ଅଛି, ଆମେ କାହିଁକି 2-3 ଜଣିଆ କଥା କାହିଁକି କହୁଛନ୍ତି ସମସ୍ତେ, କେଡେ କେଡେ ଲମ୍ବା ଲମ୍ବା ଡାଇଲଗ ଅଛି, ଲମ୍ବା ଡାଇଲଗ ନାହିଁ, ଫର୍ଦେ ଡାଇଲଗ ଅଛି, ସେଗୁଡା କାହିଁ ପ୍ରିପେୟାର କରୁନାହାନ୍ତି ଆମେ, 2-3 ଜଣ ଛୋଟିଆ କେତେ କେତେ ବଢିଆ କଥା ଅଛି, ସବୁ ବଢିଆ ଡାଇଲଗ ଅଛି ସେଥିରେ ଲମ୍ବା। ମୁଁ ସେଇଥିପାଇଁ ଲାଷ୍ଟ ଥର ମୁଁ କ୍ଲାସରେ କହିଥିଲି ମିନିମମ୍ 5 ଲାଇନର ଡାଇଲଗ ମନେ ରଖିବ ମିନିମମ୍, ସେଥିରେ ଲମ୍ବା ଲମ୍ବା ବହୁତ ବଡ ବଡ କଥା ଅଛି। ଆମେ ବଡ ବଡ କଥା ପ୍ରାକ୍ଟିସ କଲେ ଆମକୁ କ୍ୟାମେରାରେ କାମ କରିବା ପାଇଁ ସୁବିଧା ହବ, କଣ ନା ସେଠି ଛୋଟ ଡାଇଲଗ ଥିବ, ଆମେ ଯଦି ଏଇଠି ଛୋଟେ ଛୋଟା କରୁଥିବା ସେଠି କେମିତି ବଡ ଡାଇଲଗ କରିବୁ। ଆମେ ଘରେ ଫର୍ଦେ 2 ଫର୍ଦ ଡାଇଲଗ ପ୍ରାକ୍ଟିସ କରିବା, 3 ଫର୍ଦ 4 ଫର୍ଦ ଡାଇଲଗ ପ୍ରାକ୍ଟିସ କରିବା, ତାହେଲେ ସେଠି ଛୋଟ ଛୋଟା ମତେ ସୁବିଧା ହବ। ଆଉ ଯଦି ମୁଁ ଘରେ 2 ଲାଇନ ପ୍ରାକ୍ଟିସ କରିବି, ସେଠି ଯେତେବେଳେ
27 ଲାଇନ ମିଳିବ କଣ କରିବି? ସ୍କ୍ରିପ୍ଟ ଆସିବ ବେଳେବେଳେ ଏକାଥର 20 ଫର୍ଦ୍ଦ ତମର ଥିବ, ସେଠୁ ସିରିଏଲ ବେଳେବେଳେ ଆଜ୍ଞା ସାର୍ ଗୋଟେ 20 ବହୁତ ବଡ ବଡ ଫର୍ଦ୍ଦ ତମର ସ୍କ୍ରିପ୍ଟ। ଥିବ ଡାଇଲଗ, ସେଠୁ କଣ କରିବ? ମୁଁ ଏଇ ଯୋଉ ଲାଷ୍ଟ ଦିଆ ହେଇଥିଲା ସମସ୍ତଙ୍କୁ, ସେମିତି ସମସ୍ତେ ଆମେ ମନେ ରଖୁଛନ୍ତି କି ନାହିଁ ଏଇଥିପାଇଁ ଦିଆ ହେଇଥିଲା। କେତେ କିଏ ବଢିଆ କରୁଛନ୍ତି ସେଇଥିପାଇଁ ଦିଆ ହେଇନଥିଲା। ମୁଁ ଏଇଟା ଦେଖିବା ପାଇଁ ଚାହୁଁଥିଲି ଆମେ କେତେ ସିରିୟସ ଅଛନ୍ତି କାମ ପାଇଁ, ଇଏ ପ୍ରଥମ କଥା। ସେକେଣ୍ଡ କଥା, ଆମେ ପଢିଲାକୁ ମନେ ରଖିଛନ୍ତି କି ନାହିଁ, ଏଇ ଦିଟା ଜିନିଷ ପାଇଁ ଦିଆ ହେଇଥିଲା କାମ। ଆମେ ତ କାମ ଯେହେତୁ ଶିଖିନାହାନ୍ତି, ଆମେ ଧୀରେ ଧୀରେ ଶିଖୁଛନ୍ତି, ଧୀରେ ଧୀରେ ଡେଭଲପ ହେଇଯିବ ଯଦି ଆମେ ରହିବା। କିନ୍ତୁ ମୁଁ ଏଇ ଦିଟା ଜିନିଷ ପାଇଁ ହିଁ ଦେଇଥିଲି ସମସ୍ତଙ୍କୁ। ଓକେ, ତମର ଗୋଟେ ବେଷ୍ଟ କରିକି ଦେଖାଅ। ହ୍ୟାଲୋ 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 ପିନୁ, ପିନୁ ତୋ ପା ଟଙ୍କା 20,000 ଭଳିଆ ହବ ନା? ଏଇଟା ନା ଛାଡିକି ନା ଆଉ ଗୋଟେ କର, କିଛି ଏଇଟା ଛାଡିକି ଆଉ ଗୋଟେ କର। ଏଇଟା ମୁଁ ଅଲରେଡି ଦେଖି ସାରିଛି, ଆଉ ଗୋଟେ କର। ଆଜ୍ଞା ଟିକେ ଭାବି ମାନେ ଟୋଟାଲି ସେଠୁ ଆଚ୍ଛା, ଆମ ଆଖ ପାଖରେ କେତେ ସାରା ଘଟଣା ଘଟୁଛି ନା, ଆମେ ତାକୁ ନେଇକି ସାଙ୍ଗେ ସାଙ୍ଗେ କାହିଁ ନ ଭାବି ପଡୁଛନ୍ତି, ପଟକିଣି କାହିଁ ନ ଭାବୁଛନ୍ତି? ଆମ ଘର ପାଖରେ, ଆମ ଆଖ ପାଖରେ ଆଜ୍ଞା କେତେ ଘଟଣା ଘଟୁନି, କେତେ ସାରା ଘଟଣା ଘଟୁଛି। ଯେମିତି ଫର ଏକ୍ସାମ୍ପଲ, ମୁଁ ଆଜି ସକାଳୁ ବାହାରକୁ ଗଲି, ସେଠି ଆମର ଜନ୍ଦାକୁ ଖାଇବା ପାଇଁ ଦିଆଯାଏ। ଜନ୍ଦାକୁ ମାନେ ଚିନି ଗୋଟେ ଦେବାଲ ଅଛି, ସେଠି ଚିନି ପଡେ, ସେଠି ହଜାର ହଜାର ଜନ୍ଦା, ଲକ୍ଷେ ଜନ୍ଦା ଖଣ୍ଡ ଆସିକି ଖାଆନ୍ତି, ମେଞ୍ଚେ ଜନ୍ଦା ଆସିକି ଖାଆନ୍ତି। ତ ମୁଁ ଯେତେବେଳେ ଚିନି ଦଉ ଧର ଏଇଟା ଗୋଟେ ଦେବାଲ, ଚିନି ତାପରେ ପଡିଛି, ମୁଁ ଚିନି ଦଉ ଯେତେବେଳେ ମୁଁ ଚିନି ନେଇକି ଯିବି ଏମିତି, ଫେରେ ଉପରକୁ ଆଣିବି, ସେ ଜନ୍ଦା ଯିବି ଟେକି ହେଲା ବେଳେ, ମୁହଁ ଟେକିଲା ବେଳେ ଏମିତି ହଉଥିବେ। ମୁଁ ହାତରେ ଥୋଇବି, ସେ ଜନ୍ଦା ଆସିବେ, ମୋ ହାତରେ ଚଢିବେ, ଏମିତି ଏଠି ଖାଇବି, କିଛି କାମୁଡିବେନି। ମୁଁ ବେଳେବେଳେ ଚିନି ପକେଇଦେବି ଏମିତି, ମୋ ହାତରେ ଚିନି ପକେଇଦେବି ଏତେବେଳେ ପର୍ଯ୍ୟନ୍ତ, ଜନ୍ଦା ଆସିବେ, ଏଇଠି ଖାଇବି, ଫେର ଓହ୍ଲେଇଯିବେ। ତ ଆକୁ ନେଇକି ବି ଗୋଟେ କନସେପ୍ଟ ବନେଇ ପାରିବି। ଏକ୍ସାମ୍ପଲ ଦେଲି, ଆମ ଆଖ ପାଖରେ ବହୁତ ସାରା ଘଟଣା ଘଟୁଛି, ବା ମୁଁ ପ୍ରତିଦିନ ଡେ ଟୁ ଡେ ଲାଇଫରେ ବହୁତ ସାରା ଘଟଣା ଘଟୁଛି। ତାକୁ ନେଇକି ଭାବ, ତମ କଲେଜ ଲାଇଫ, ତମ ସ୍କୁଲ ଲାଇଫ, ଘର ଲାଇଫ, ତମ ଡେ ଟୁ ଡେ ଲାଇଫ, ପ୍ରତିଦିନ। ସେଥିପାଇଁ କହିଥିଲେ ପେପର ପଢିବା ପାଇଁ, ପେପରରୁ ପ୍ରତିଦିନ କେତେ କାହାଣୀ ବାହାରୁଛି। ତମେ କିଛି ଗୋଟେ କାହାଣୀ ଆରମ୍ଭ କଲେ ଅଟୋମେଟିକ କହି ଚାଲିବ, ଅଟୋମେଟିକ ତାପରେ କଣ ହେଇକି ଚାଲିବ। ଆମେ ଧ୍ୟାନ ଦଉନାହାନ୍ତି, ପଢୁନାହାନ୍ତି ଆମେ। ଆଜ୍ଞା ସଫା କରାଯାଏ, ଜାଣିପାରିଲ? ତା କାମ ହଉଛି, ସିଏ ତାର ଗୋଟେ ଗାଡି ଅଛି, ସେ ଗାଡି, ତାର ଜଣେ ଲୋକ ଅଛି, ତ ସିଏ ଭୁବନେଶ୍ୱରରେ ରହୁଛି ସିଏ। ତା କାମ ହଉଛି ଚାରିଆଡେ ବୁଲିବା, ଟଏଲେଟ କ୍ଲିନ କରିବା, ସଫା କରିବା, ଇଏ ସବୁ କାମ ତାର, ହେଲା। କିନ୍ତୁ ଏଇ ଯୋଉ କାମଟା ସିଏ ଏବେ କରୁଛି, ସିଏ ଆଗରୁ କଣ କରୁଥିଲା? କୂଅ ଖୋଳୁଥିଲା। ଗାଁରେ ଯେତେବେଳେ ଥିଲା କୂଅ ଖୋଳୁଥିଲା, ଯେହେତୁ ଗାଁରେ ଏବେ କୂଅ ଖୋଳା ହଉନାହିଁ, ଆଉ ଟ୍ୟୁବୱେଲ ବା ସବୁ ମଟର ଇଏ ବ୍ୟବସ୍ଥା ହେଇଗଲାଣି, ସେଠୁ ଏବେ ରିସେଣ୍ଟ ଆସିଛି ଏଇ କାମଟା କରୁଛି। କିନ୍ତୁ ଏଇ କାମଟା ତାକୁ ଭଲ ଲାଗୁନି, ହେଲା। ସିଏ ହଉଛି ଗୋଟେ ବ୍ରାହ୍ମଣ ଘର ଛୁଆଟେ, ତା ଘରେ ବହୁତ ଗରିବ ଛୁଆଟେ, କିନ୍ତୁ ବ୍ରାହ୍ମଣ ଘର ଛୁଆଟେ। ଛୋଟବେଳୁ ବାପା ମା କେହି ନାହାନ୍ତି, ଶୁଣିଛୁ, କମ୍ଫର୍ଟେବଲ ଅଛ? ଓକେ, ଆଜ୍ଞା ସାର୍ ଛୋଟବେଳୁ ତାର ଆଜ୍ଞା କେହି ନାହାନ୍ତି, ପାଠ ବି ପଢିନି ସିଏ, ନହେଲେ ଗୋଟେ ବ୍ରାହ୍ମଣ ଘର ଛୁଆଟେ ଏମିତି କି କରନ୍ତାନି ସିଏ, ବା କୂଅ ଖୋଳନ୍ତାନି, କରନ୍ତାନି। ତ ଏଇଭଳିଆ ସିଚୁଏସନ ତାର। ସିଏ ଛୋଟବେଳୁ ଏକଲା, ଅନାଥ, ଏକଲା ରହୁଥିଲା। ଛୋଟବେଳୁ ସିଏ କାହା ଥ୍ରୋରେ, କାହା ପାଖରେ ରହିକି କୂଅ ଖୋଳିବା ଶିଖିଥିଲା। ତ ସିଏ ଜଣେ ଦି ଜଣ ମିଶିକି କୂଅ ଖୋଳୁଥିଲେ, ଯେହେତୁ ଗାଁରେ ଅଧିକା ଆଉ କୂଅ ଖୋଳା ହଉନି ବା ହଉନି, ଯେହେତୁ ଏଇଟା ହଉନି, ସିଏ ଚାହିଁଲା କି ମୁଁ ଭୁବନେଶ୍ୱର ଆସିବି, ଭୁବନେଶ୍ୱରରେ କଣ କରିବି, ଯେହେତୁ ପାଠ ପଢିନି, ତ କିଛି କାମ ମିଳିଲାନି। ତ କିଏ ତାକୁ କହିଛି କି ଆମେ ଗୋଟେ କାମ କରିବା, ଏଇ କାମଟା କେହି କରୁନାହାନ୍ତି, ଏଇ କାମଟା କଲେ ଆମେ ପର ଡେ 10,000 ଖଣ୍ଡେ ଇନକମ କରିବା। ଆମେ ଟଏଲେଟ କ୍ଲିନ କରିବା, 10,000 ଟଙ୍କା ଇନକମ କରିବା, ତମ ଟାଙ୍କି କ୍ଲିନ କରିବା, 10,000 ଟଙ୍କା ଇନକମ କରିବା। ପାଖରେ ପଇସା ନାହିଁ, କେହି ନାହାନ୍ତି, ତ ଭାବିଲା ଏଥିରେ ପଇସା ବି ଟିକେ ଅଧିକା ମିଳିବ, କଣ କରିବା, ଯାହା ହବ ହବ। କିନ୍ତୁ ଏଇ ଜିନିଷଟା ସିଏ ଗୋଟେ ଦିଟା ଜାଗାରେ କଲା ପରେ ତାକୁ ବହୁତ ଖରାପ ଲାଗୁଛି। ମୁଁ ଯେତେବେଳେ ଗାଁରେ ଥିଲି, ସମସ୍ତେ ଯେତେବେଳେ କୂଅ ଖୋଳିବାକୁ ଯାଉଥିଲି, ସେଠି ଆଗେ ପୂଜା କରାହଉଥିଲା, ତାପରେ କୂଅ ଖୋଳା ହଉଥିଲା, କେତେ କଣ। ବଟ୍ ଏବେ କଣ୍ଡିସନ ମୋର ଏଇଭଳିଆ,
तो एति होची यार कहानी कहानी आकु कम केमी तुम डेभलप करिवो कोन करिवो तुम ऊपर डिपेंड। चलो ସାର୍ ମୁଁ ଯାଇପାରିବି ନା हाँ ରହିବି? जदि कि जाई पारि जांतु किछ प्रॉब्लम नै जदि कि कटि जे kana डेरी हे गेले जेतु समस्त को कहतिली कवर करिया पई सेति हम कवर करजु बाकी जदि कि कटि जिवे कटि जांतु बाकी जे ଆଉ କିଛି कहबो ଇନଫର୍ମେସନ ଅଛି ମୁଁ ପରେ କଲ୍ କରି ନେଇଯିବି। କିଛି प्रॉब्लम नै हो जांतु बाकी किए जदि कटि जिवा कथा कटि जांतु बाकी जे रहिले जदि परफॉर्म करबा करि परिबा ओके चलो कंटिन्यू। ନା ଏ ମତେ ଭୋଗ ଦଉନା ଟିକେ। ମୁଁ ବି ବ୍ରାହ୍ମଣ ପିଲାଟା ଯେ ମୁଁ ବି ବ୍ରାହ୍ମଣ ପିଲାଟା ଏମିତି ନାକଟେ ବି ଲାଟିନ୍ ଟାଙ୍କି ସିନା ନା ପରିସ୍ଥିତିରେ ପଡି ସଫା କରୁଛି ବା ବ୍ରାହ୍ମଣ ପିଲାଟା ଘର ଆମର ଘର ଅନୁଗୁଳ। ଅନୁଗୁଳ କେମିତି ଜଣା ପଡିବ ନା ଛୋଟ ବେଳକୁ ଆସି ଏଇଠି ରହିଛି। ହଁ ଦାଦା ସାଙ୍ଗରେ ରହୁଥିଲି କୂଅ ଖେଳୁଥିଲି ଯେତେବେଳେ କୂଅ ଖେଳୁଥିଲି ସେତେବେଳେ ପଇସା ପତ୍ର ମିଳିଯାଉଥିଲା ବାପା ବୋଉ ନଥିଲେ ଦାଦା ଖୁଡିଙ୍କ ପାଖରେ ରହୁଥିଲି। ଦାଦା ଚାଲିଗଲେ ଦାଦା ଯେତେବେଳେ ଚାଲିଗଲେ ଖୁଡିଙ୍କି ବି ଆଉ ପଚରା ପଚରି କଲେନି ମତେ କୂଅ ଖେଳୁଥିଲି। ଏବେ ଲାଜ ନାଗିବ ନା ହଁ ଲାଜ ତ ନାଗିବ ବ୍ରାହ୍ମଣ ପିଲାଟା ଏବେ କୂଅ ଖୋଳୁଛି ଲାଟ୍ରିନ୍ ଟାଙ୍କି ସଫା କରୁଛୁ। କୂଅ ଖୋଳୁଥିଲୁ ବହୁତ ବଢିଆ ମତେ ଆଜି ପୂଜା ହଉଥିଲା ଭୋଗ ଲାଗୁଥିଲା ତାପରେ ମୁଁ କୋଦାଳ ଧରିଥିଲି ଦାଦା ଖୋଳି ଚାଲିଥିଲେ ମୁଁ ଖୋଳି ଚାଲିଥିଲି ଭଲ ଚାଲିଥିଲା। ଦାଦା ମରିଗଲେ ତାପରେ ଦେଖୁଛ ଆଉ ସେ ମୋର ଯୋଉ ସାଙ୍ଗଟା ଏ ଛୋଟ ସାହି ସେ ମତେ କହିଲା ଲାଟ୍ରିନ୍ ଟାଙ୍କି ସଫା କରିବା ଆମକୁ 10,000 ଭଳିଆ ମିଳିବ। ମୁଁ କହିଲି ବ୍ରାହ୍ମଣ ପିଲାଟା ଲାଟ୍ରିନ୍ ଟାଙ୍କି ସଫା କରିବି ନା କହିଲା ହଁ ଆଜି ଆଉ ବ୍ରାହ୍ମଣ ଆଜିକା ଯୁଗରେ ବ୍ରାହ୍ମଣ ଖଣ୍ଡାୟତ ମଣିଷ ଅଛନ୍ତି ନା ଆଜି ସବୁ ଜାତି ସମାନ। ବହୁତ ଥର ମନକୁ ପଚାରିଲି କରିପାରିବି। ସେଦିନ ରାତିରେ ଭାରି ଜୋରେ ଭୋକ ଲାଗିଲା ଖାଇବାକୁ ଦେବାକୁ କେହି ନଥିଲେ ଯେତେବେଳେ ବହୁତ ଜୋରେ ଭୋକ କଲା ମତେ ଜାଣିଲି ସେଦିନ କି ନାଇଁ ପେଟ ଆଗରକୁ ଜାତି କଥା ମାନେ ନାହିଁ ସେଇଥିଲାଗି କୋଦାଳ ଧରି ଆମେ ଯାଇ ଲାଟ୍ରିନ୍ ସଫା କରୁ। ଦେଖିବାକୁ ଗଲେ ମୁଁ ବି ବ୍ରାହ୍ମଣ ମୁଁ ବି ମନ୍ତ୍ର ଶିଖିଛି ନା ମୋ ନାଁ ହେଲା ଶୁଭମ ତ୍ରିପାଠୀ ବ୍ରାହ୍ମଣ ତମେ ପ୍ରସାଦ ଦିଅ ନା ମୁଁ ଟିକେ ପାଇଦିଏ। ହଉ ନନା ମୁଁ ଯାଉଛି ମୁଁ ଖୁଡି ସେପଟେ ବସିଥିବ ମୁଁ ଯାଉଛି। ହଉ ନାଇଁ ମୁଁ ସତରେ ମତେ ନନା ତମ ପୁଅକୁ କହିତା ଦୋକାନ ଟିକେ ଲଗେଇ ଦିଅନ୍ତା ନା ମତେ ଭାରି ବାଧେଇ ନା ମୁଁ ଯେତେବେଳେ ଲାଟ୍ରିନ୍ ଟାଙ୍କି ସଫା କରେ ଅନ୍ୟମାନଙ୍କର ସେମାନେ ତୁ ତା କହି କଥାବାର୍ତ୍ତା କରନ୍ତି କେହି ତ ଜଣେ ଖାଇଥିବା ପାଉରୁଟି ବି ଯାଚନ୍ତି କେମିତି ଖାଇବେ ବାଧେ ନନା ଭାଇ ତମ ପୁଅକୁ କହିଲେ ତମ ଦୋକାନରେ ରଖିଦେଲେ ହୁଅନ୍ତା ନା ହେଲେ ଆଉ କଣ ନନା ଟିକେ କହୁନା ତାକୁ ହଉ ମୁଁ କାଲି ଆସିବି। ହଉ ନନା ଆଉଛି କରିଦବ ନନା ତୋର ବଡ ଧର୍ମ ଚାଲିଲି ନନା ଆଉଛି। ସଡନ ମନେ ପଡିଲାଣି କିଛି ପ୍ରୋବ୍ଲେମ ନାହିଁ ବଟ୍ ତମେ କଣ ନା ତମେ ଭଲ କରିପାରିବ କିଛି ପ୍ରୋବ୍ଲେମ ନାହିଁ ବଢିଆ ସେ କରିପାରିବ ବଟ୍ ତମେ ବୁଝିଲେ ଯାଇ କରିପାରିବ ତମେ ସମସ୍ତେ କରିପାରିବ ସମସ୍ତେ ବଢିଆ ସେ କରିପାରିବ ଯେପର୍ଯ୍ୟନ୍ତ ମୁଁ ନ ବୁଝିଛି ହବନି
ओके बट तुम सिनेमा देखो बहुत सारा भल भल सिनेमा देखो मार टॉप इंडिया टॉप आर्टिस्ट टॉप 20 टॉप 30 आर्टिस्ट माने ए सिनेमा ए एक्टर को देखो देखो नवाजुद्दीन सिद्दीकी अनुपम खेर ओम पुरी नासिरुद्दीन शाह जिते भल भल अच्छा के मेनन आंकर परफॉर्मेंसेस देखो समस्ते भल भल एक्टर जे अच्छा परफॉर्मेंसेस देखो केमती सी कहउछंती कोन करूछंती से तांका सिनेमा देखो